ସମ୍ବରାସୁର ବଦ୍ଧ। ଶୁଣ ପରୀକ୍ଷା ବଦନ୍ତ ଶୁକ ମହାଜତି, ବଡ଼ ସଂଗ୍ରାମ କରିଲା ମାୟାବତୀ ପତି। ଜଣେ କଉଧୁରୀ ତହୁଁ ଗଲା କପଳାଇ, ରାଜାର ଅଗ୍ରତେ ବାର୍ତ୍ତା ଜଣାଇଲା ଯାଇ। ଭୋ ଦେବ ସାବଧାନେ ତୁ ଶୁଣ ନୃପନିଧି, ଅକାରଣେ ହରାଇଲୁ ଏଡ଼େକ ସମୃଦ୍ଧି। ଅସମ୍ଭୁବ କ୍ଷତ୍ରିୟ ମୀନ କେତନ ବୀର, ଅନେକ ମାୟା ସମର ଜାଣେ ସେ ପାମର। ଲକ୍ଷେ ଅନେଶତ ଶସ୍ତ୍ର ଆପଣଙ୍କ ବଳା, ଏକ କୁଆରେକ ସର୍ବେ ରଣେ ଅନର୍ଗଳା। ସମସ୍ତଙ୍କ ସଙ୍ଗେ ସେହୁ କରିଲା ସମର, ଅର୍ଦ୍ଧ ଘଡ଼ିକେ ସବୁଙ୍କୁ କରିଲା ସଂହାର। ବିକୋତି ମାଇଲା ସେହୁ ଆଶ୍ଚର୍ଯ୍ୟ ମାରେଣି, ସର୍ବେ ଲୋଟିଲେ କଦଳୀ ତରୁ ପ୍ରାୟ ଜାଣି। ଗୁଣବନ୍ତ ପୁତ୍ରେ ତୋର ଖଡ଼େ ମରିଲେ, ସେଥି ନିମନ୍ତେ ଆଗହୁଁ ଜନ୍ମ ହୋଇଥିଲେ। ଏ ସନ ସମୟେ ଆସି ଅନ୍ୟ ଜଣେ ମିଳି, ଆସ୍ଥାନ ତଳେ କହଇ ଶିର କର ତୋଳି। ମଣ୍ଡଳୀ ପର୍ବତ ଠାରୁ ଆଖଡ଼ା ଶାଳ ଯାଏ, ତାଳେ କଉଚରେ ମଡ଼ା ପଡ଼ି ସବୁ ଠାଏ। ଆରେକ ଦୂତ ବୋଇଲା ଆସିଣ ଏମନ୍ତ, ମୀନ କେତନ ଆଖଡ଼େ କଲା ସବୁ ହତ। ଏଡ଼େ ବଡ଼ ରାଜ୍ୟ ଗୋଟା ଜାଣି ନା ସକଲ, କିମ୍ଭୂତ ମାୟାକୁ ତୁମ୍ଭେ ଜାଣି ନ ପାରିଲ। ବଡ଼ ଅସମ୍ଭବ କଥା ଦେଖିଲୁ ନୟନେ, ଏତେ ଲୋକ ନାଶ କଲା ଏହାର ହୋଇ ଏକା ଜଣେ। ଦୂତ ଠାରୁ ବାର୍ତ୍ତା ପାଇ ସମ୍ବର ନୃପତି, ସିଂହାସନ ଢଳି ପଡ଼େ ଅଚେତରେ କ୍ଷିତି। ପୁତ୍ରଙ୍କର ଗୁଣମାନ କରି ସୁମରଣ, ଘଡ଼ିକେ ଚେତନା ଲଭି କରଇ କାରୁଣ୍ୟ। ଆରେ ଆରେ ପୁତ୍ର ମୋର ସବୁ ଗୁଣ ଜ୍ଞାତା, ରଥି ମହାରଥି ତୁମ୍ଭେ ରଣେ ଜଗଜିତା। କେବଣ ବିଧାତା ମୋତେ ଦେଲା ଏଡ଼େ ସାପ, ଏବେ ଲାଗିଲା ଆଣିଣ ପୁତ୍ରଙ୍କର ତାପ। କହନ୍ତେ ନ ସରେ ଏକା ପୁତ୍ରଙ୍କର କଷ୍ଟ, ଅନେକ ପୁତ୍ର ମୋହର ହେଲେ ପ୍ରାଣେ ଭ୍ରଷ୍ଟ। କେଉଁ ପ୍ରକାରେ ମୂର୍ଚ୍ଛିବି ତାହାଙ୍କର ଗୁଣ, ସଂସାରେ ରହିଥିବା ମୋ ହେଲା ଅକାରଣ। ଏତେ ବୋଲି ଉଚ୍ଚ ସ୍ୱରେ ରୋଦନ ସେ କରି, ବେନି ନୟନ ଫୁଟିଣ ବହେ ଅଶ୍ରୁବାରି। କ୍ରୋଟରାଗ୍ନି ପରା ଏକ ବହେ ପଞ୍ଚଭୂତ, ବାଇ ବାତୁଳ ପରାଏ ହୁଅଇ ମୂର୍ଚ୍ଛିତ। ଧାଇ ମୁଦୁସୁଲି ଯାଇ କହି ଅନ୍ତପୁରେ, ଶୁଣି ନାରୀଏ ରୋଦନ କରି ଯେ ଯାହାରେ। କେଶବାସ ସମ୍ଭାଳ ହେଲେ ସର୍ବବାଳି, ପୁତ୍ର ଭର୍ତ୍ତା ସୁମରିଣ କାନ୍ଦନ୍ତି ହମ୍ବାଳି। ଏତେ ବୋଲି ରାଣୀ ମାନେ କରନ୍ତି ରୋଦନ, ଉଚ୍ଚ ସ୍ୱରେ ତେସନ କାନ୍ଦଇ ନୃପରାଣ। ସୁବୁଦ୍ଧି ମନ୍ତ୍ରୀ ବୋଇଲେ ରାଜା ମୁଖ ଚାହିଁ, ଅକାରଣେ କାହିଁ ପାଇଁ କାନ୍ଦୁ ନରସାଇଁ। ତୁହି ତ ମହାପଣ୍ଡିତ ବଳେ ବଳବନ୍ତା, ଧରସି ଧୈର୍ଯ୍ୟ ସ୍ୱାମୀ ଛାଡ଼ି ମନୁ ବ୍ୟଥା। ଆପେ ଅତୁଟରେ ଥିଲେ ସବୁ ଆଜ ପାରି, ଆପଣାର ଅନ୍ତେ କେହି ନୁହଁଇ କାହାରି। କିଏ କାହାର କୁମର, କିଏ କାର ପିତା, କିଏ କାହାର କୁଟୁମ୍ବ, କିଏ କାର ମାତା। ଲଲାଟ ଲିଖନ କିଏ ଅନ୍ୟଥା କରିବ, ଯେତେ ଦିନେ ଆସିଥିବ ତେତେ ଦିନେ ଯିବ। ତହିଁ କି ଶୋଚନା କଲେ ହେଲେ ହେବ ଆଉ କିସ, ଯାହା ଭିଆଣ ଅଛି ବିଧାତା ଯେ ପୁରୁଷ। ଏବେ ମୋହର ବଚନ ଶୁଣ ନିରାଧାର, କୃତାନ୍ତ ହେଲା ତୋର ମୀନ କେତନ ବୀର। ଅଜ୍ଞାତ କୁଳଶୀଳରେ କରିଲୁ ତୁ ସ୍ନେହ, କାର୍ଯ୍ୟ କାରଣ ନହିଲା ଉପୁଜିଲା କୋହ। ଏବେ ଏଥିକି ତୋହର ଅଛି କି ଉପାୟ, ପୁତ୍ରମାନେ ନାଶ ଗଲେ ଲାଗେ ତୋତେ ଭୟ।
କାଠ ବୋଲିଣ ଧଇଲୁ ହେଲା ସେ କୁମ୍ଭୀର। ମୋହର ମନକୁ ଏହା ଲାଗେ ଚମତ୍କାର। ଛାଡ଼ ପରିତାପ ଏବେ ଆହେ ନରପତି। ଆପେ ରକ୍ଷା ପାଇବାର କରିବା କୋମତି। ସମ୍ବର ନୃପତି ବୋଲେ ମନ୍ତ୍ରୀ ମୁଖ ଚାହିଁ। ମିନକେତନ ନ ମାରୁ ଭଲ ଗତି ନାହିଁ। ମନ୍ତ୍ରୀ ବୋଇଲା ଗହୁଁ ଜାଣଇ ଏ କଥା। ତାକୁ ମାଇଲେ ସରବେ ପାଇବା କବ୍ୟଥା। ମନ୍ତ୍ରୀର ବଚନ ରାଜା କନେ ନ ଶୁଣିଲା। ସଜ ସାଜ ସମଦଣ୍ଡ ବୋଲି ଆଜ୍ଞା ଦେଲା। କୋପେଣ ଗର୍ଜଇ ରାଜା ମତ ନାଗ ପ୍ରାଏ। ମିନକେତନର ମୁଣ୍ଡ କରିବଇ କ୍ଷୟେ। 95 ସହସ୍ର ବଳ ଧନୁ ଧରି କରେ। ବୀରବେଶ ହୋଇ ରାଜା ବସିଲା ରଥରେ। ସୈନ୍ୟଙ୍କୁ ଆଜ୍ଞା ଦେଲା ଯେ ହୁଅ ସଜବାଜ। ଚୋଖାର ତୁରଙ୍ଗ ଚଢ଼ି ମହାମତ ଗଜ। ରଥ ଆରୋହୀ ରହିଲେ ରଥି ଆଗ ସରି। ସାରଥି ଆଗରେ ଅଶ୍ୱବାଘକୁ ଯେ ଧରି। 95 ଖର୍ବସ ସାଜି ବାଜି ପାଳ। ସୁବର୍ଣ୍ଣ କଳସ ପରେ ନେତର ଚିରାଳ। ଗଜାରୋହୀ ମାହୁନ୍ତେ ଯେ ଧାଇଁ ଅତି ବେଗେ। ଆଢ଼ଣଙ୍କୁ ସମାନ ସାଜିଣ ସରାଗେ। ଝର ଝର ହୋଇ ଗଣ୍ଡ ସ୍ଥଳୁ ବହେ ଝାଳ। ଧାଇଁଲେ କ ମହାବୀରେ କରି କୋଳାହଳ। ରଥୀଙ୍କ ପଛେ ରାଉତେ ରହିଲେ ଆବୋରି। ତୀକ୍ଷ୍ଣ କୋନ୍ତ ସାବେଳି ସେ କୋନ୍ତ ମାନ ଧରି। ଖଣ୍ଡା ଅସି ପତ୍ର କୋନ୍ତ ତୀକ୍ଷ୍ଣ ଧନୁର୍ବାଣ। ନାନାବିଧ ଶସ୍ତ୍ରମାନ କରି ସେ ଧାରଣ। ଗମନ୍ତ ମହାରସରେ ଆଗ ପଛ ହୋଇ। ବିକ୍ରମ ମୂର୍ତ୍ତିରେ ତହୁଁ ଗଲେ ପଥ ବାହି। ପୁତ୍ରଙ୍କ ମରଣେ ରାଜା ଅତ୍ୟନ୍ତ ବିକଳ। ପ୍ରତିଜ୍ଞା କରିଣ ରୋଷେ ଚଳେ ମହିପାଳ। ତର୍ଜନ୍ତି ଗର୍ଜନ୍ତି ବୀରେ କରନ୍ତି ପହିଜ। ବୋଲନ୍ତି ମିନକେତନ କେଣେ ଯିବୁ ଆଜ। ରାଜାର ଦ୍ରୋହ କରମ କଲା ତୋହ ଭଳି। ମାଂସ କାଟି ନିଶ୍ଚେ ତୋତେ ଦେବୁ ବିଷାବଳି। ନ ଜାଣୁ ସମ୍ବର କଥା ଅଟେ ଅଗୋଚର। ଅବହେଳେ ଜିଣି ପାରେ ସେ ହୁତିନି ପୁର। ସେ ତୋତେ ପ୍ରତିପାଳିଲା ଅତି ଯତ୍ନ କରି। ତାକୁ ବିଶ୍ୱାସଘାତକା କଲୁ ଅବିଚାରି। ମାୟାବତୀର ଉପରୋଧେ ରାଜା ଜ୍ଞାନ ପାଇ। ତେଣୁ ଏତେ ବେଳ ଯାଏ ଅଛୁ ତୁରେ କାଇଁ। ଆଜ ଜାଣିବାରେ ତୋର କେଡ଼େ ବଡ଼ ପଣ। କାଳ ସମାପତ ହେଲା ମରିବୁ ଏ କ୍ଷଣ। ସମ୍ବର ରାଜନ ସୈନ୍ୟ ମାନଙ୍କୁ ସଜାଡ଼ି। ତୋହର ପାଇଁ ଯାଆନ୍ତି ରଥ ଗୋଟି ଚଢ଼ି। ଏସନ ରୂପେ ଜାଇଣ ମିଳିଲେ ସକଳ। ମିନକେତନ କୁମାର ବୋଲେ ମହିପାଳ। ଆଖଡ଼ା ଶାଳେ ମିନକେତନ ବସିଥିଲେ। ସମ୍ବର ସୈନ୍ୟମାନଙ୍କୁ ଦୂରରୁ ଦେଖିଲେ। ମାୟାବତୀ ମନ୍ତ୍ର ଗୋଟି କଲେ ସୁମରଣ। ପାଇଲେ ସେ ଦିଗ ବିଜେ 16 ଯେ ବାଣ। ପୁଷ୍ପକେତୁ ରଥ ଘେନି ବସନ୍ତ ସାରଥି। ଆକାଶ ମଣ୍ଡଳୁ ଖସି ପଡ଼ିଲା କଧାତି। କାମଦେବର ଗୋଚରେ ନେଇ ସମର୍ପିଲା। ପ୍ରଦକ୍ଷିଣ କରି ବୀର ତହିଁରେ ବସିଲା। ବାମ କରରେ ଧରିଣ ସେ ବିଜୟା ଧନୁ। ସୈନୀ ମାନଙ୍କୁ ଚାହିଁ କମ୍ପାଏ ସେ ତନୁ। ରଥରେ ଥାଇଣ ତାହା ଦେଖିଲା ସମ୍ବର। ପୁତ୍ରଙ୍କର ତୁରମାନ ଗଡ଼େ ଭୂତଳର। ରକତେ କର୍ଦ୍ଦମ ହୋଇ ଅଛି ମହିସ୍ଥଳୀ। ପୁତ୍ରଙ୍କୁ ଚାହିଁ ବିକଳ ହୁଏ ମହାବଳୀ। ସୈନୀଙ୍କୁ ଚାହିଁ କରି ବୋଲେ ନୃପବର। ମରୁ ମିନକେତନରେ ଧାତିକାରେ ମାର। ରାଜାର ମୁଖୁ ଏସନ ଆଜ୍ଞା ଗୋଟି ପାଇ। ଚତୁରଙ୍ଗ ବଳ ସବୁ ପଡ଼ିଲେ କଧାଇଁ।
ପ୍ରହାରନ୍ତେ ନାନା ଶସ୍ତ୍ର ସର୍ବେ ଆଗ ଭରି ଛେଲ ଚକ୍ର ଖଣ୍ଡା ବର୍ଚ୍ଛା ଶସ୍ତ୍ର ମାନ ଧରି 36 ଲୌହ ସରୋଜେ ଲଙ୍କିଆର ମୂଳେ ହୁଙ୍କାର ନାଦ କରିଣ ଧାମନ୍ତି ସକଳେ ଶସ୍ତ୍ରରେ ଶସ୍ତ୍ର ବାଜିଣ ହୁଏ ପରିତାଳ ଉଠଇ ପ୍ରଚଣ୍ଡ ତେଜ ଜଳନ୍ତା ଅନଳ ଶ୍ରାବଣ ମାସରେ ଯେହ୍ନେ ହୁଏ ଜଳ ବୃଷ୍ଟି ଦିବସରେ ଅନ୍ଧକାର ଦିଶେ ନବ ସୃଷ୍ଟି ଯେହ୍ନେ ଜୁଳୁ ଜୁଳା ପୋକ ଉଡ଼ନ୍ତି ଚୌକତି ବଢ଼ିଲା କରଣ ଗୋଳ ବେଳୁ ବେଳତି ସନ୍ଧି ନଦୀ ସଇ ଅପ୍ରମିତ ବଳ ଥାଟ ତିଳେ ହେ ପିମ୍ପୁଡ଼ି ଯିବା ପାଇଁ ନାହିଁ ବାଟ ଏକାମିନ କେତନକୁ ବାଣ ସେ ମାରନ୍ତି ଦେବତା ମାନେ ଆକାଶେ ଥାଇଣ ଦେଖନ୍ତି ବଦୟନ୍ତି ସୁକ ମୁନି ଶୁଣ ମହାରାଏ ଏ ହରିବଂଶ ପୁରାଣ ଅତି ପୁଣ୍ୟମୟ 80 ଅର୍ବୁଦ ସୈନି ଯୁଦ୍ଧେ ଆସିଥିଲେ ଏକାମିନ କେତନକୁ ସକଳେ ବେଢ଼ିଲେ ଅହୋବଳ ସଂଗ୍ରାମରେ କିଛି ନାହିଁ ଚିନ୍ତା ନିସ୍ତବ୍ଧ ଭାବେ କୁମର ହୋଇଛି ଅଚିନ୍ତା ଯେତେ ଶସ୍ତ୍ରମାନ ଦୈତ୍ୟ ମାରେ କୋପ ଭରେ ସବୁ ଭଗ୍ନ ହୋଇଯାଏ କ୍ଷଣକ ମଧ୍ୟରେ ମାୟାବତୀ ବିଭୂତି ସେ ଶରୀରେ ବୋଳିଛି ତେଣୁ କରି ଅସ୍ତ୍ର ସଙ୍ଗେ ନ ଭେଦଇ କିଛି ଥୋକାଏ ବାଣ ବାଜିଣ ପଡ଼ଇ ଉପୁଡ଼ି ଥୋକାଏ ବାଣ ମାନେ ଯେ ଗଲେ ଶୂନ୍ୟ ଉଡ଼ି ଥୋକାଏ କ ବାଣ ମାନ ହାବଡ଼ି ଶରୀର ଥୋକାଏ ଉପୁଡ଼ି ପୁଣି ପଡ଼ନ୍ତି ତଳର ଦକ୍ଷିଣ ମିନ କେତନ କୋପେ ପର ଜଳି ରଥର ଉପରେ ଯାଇ ବସେ ମହାବଳୀ ବାମ କରେ ଧନୁ ଧରି ଗୁଣ ଟଙ୍କାରିଲା ଦେଖି ଯୋଦ୍ଧା ମାନଙ୍କର ହୃଦୟ କମ୍ପିଲା କଙ୍କ ପକ୍ଷୀ ତୀକ୍ଷ୍ଣ ମୁନା ବାବଲ ଯେସର ଅଭିମନ୍ତ୍ର କରି ଗୁଣେ ବସାଏ ସତର କର୍ଣ୍ଣମୂଳ ପରିଜନ୍ତେ ଅଟାରିଣ ଆଣି ଗୁରୁଙ୍କୁ ସୁମରି ତାହା ବିନ୍ଧେ ତତକ୍ଷଣି ଭାଲ ଛୁରୀ ଅର୍ଦ୍ଧଚନ୍ଦ୍ର ଆଉ ତୀକ୍ଷ୍ଣ ମୁନା କହିବା ମାତ୍ରେ ପେଶଇ ମିନ କେତନ ଯେନ ନିର୍ଘାତ ଶବଦ ଯେହ୍ନେ ମେଘ ଘଡ଼ଘଡ଼ି ମେରୁ ମନ୍ଦର ପର୍ବତ ପଡ଼ିଲା କଝଡ଼ି ଉଲୁକାପାତ ପରାଏ ଦିଶେ ନବ ସୃଷ୍ଟି ଗଗନ ମଣ୍ଡଳୁ ଯେହ୍ନେ କରେ ଜଳ ବୃଷ୍ଟି ବାଣ ରଖା ମାଣ ମାନ ଯେ ଦିଶଇ ପ୍ରଚଣ୍ଡ ରଥ ଗଜ ଅଶ୍ୱ ସବୁ ହେଲେ ଖଣ୍ଡ ଖଣ୍ଡ ଯେସନେ କଦଳୀ ବନ ଭାଙ୍ଗେ ବାତା ଘାତେ ରଥି ମହାରଥୀ ପଡ଼ିଲେ ଯେତେ ମନ୍ତେ ତଥାପି ମିନ କେତନ ନୁହେଁ ଶାନ୍ତି ମନ ଅଭିମନ୍ତ୍ରିଣ କରିଣ ବିନ୍ଧି ତୀକ୍ଷ୍ଣ ବାଣ 10 20 50 ଶସ୍ତ୍ରମାନ ଧରି କହୁଁ କହୁଁ ଖେପଇ ସେ ମନେ କ୍ରୋଧ କରି 49 ଦେବଗଣ ବିନ୍ଧଇ ମନ୍ମଥ ଏକା ଜଣକୁ ବେଢ଼ିଲେ ରଥିଏ ଅର୍ବୁଦ ରଥ ଗଜ ପଦାତିକ କେ ପାରିବ ଗଣି ପାଦ ଭରେ ଟଳମଳ ହୁଅଇ ଧରଣୀ ବହେର କତର ନଦୀ ସାଗର ପରାଏ ମଡ଼ା ମାନେ ଭାସି ଯାନ୍ତି ସୋଲ ଭେଳା ପ୍ରାୟ ମାର ମାର ଧର ଧର ଶବ୍ଦ ବିକରାଳ ନାଚନ୍ତି କମନ୍ଧ ମାନେ ହୋଇ ମାଳ ମାଳ ଶ୍ମଶାନବାସିନୀ ଦେବୀ ରକ୍ଷଣୀ ଭକ୍ଷଣୀ ଅନନ୍ତ କୋଟି ଚାମୁଣ୍ଡା କରନ୍ତି ଭ୍ରମଣୀ ଯୋଗିନୀ ବାସେଳି ଚଣ୍ଡୀ ମାତଙ୍ଗିନୀ କାଳୀ ମେଦା ମେଦା ମାଂସ ଖାଇ ହେଲେ କୁତୁହଳୀ ଟହ ଟହ କୁହୁ କୁହୁ କିଳି କିଳା ନାଦ ଥୋକାଏ ନାଚନ୍ତି ମନେ ହୋଇଣ ଆନନ୍ଦ ଲହ ଲହ ଜୁହା କରେ ଖପର ଯେ ଖଣ୍ଡା ଦିଗମ୍ବରୀ ମୁକ୍ତ କେଶୀ ନାଚନ୍ତି ଚାମୁଣ୍ଡା ଅସୁରଙ୍କ ମୁଣ୍ଡ ଛିଡ଼ି ପଡ଼ଇ ଧରଣୀ
ଉପରୁ ଝାମ୍ପନ୍ତି ତାହା ଦେଖି ପିଶାଚୁଣୀ। କେ ମୁଣ୍ଡମାଳ ଗୁନ୍ଥିଣ ଲମ୍ବାଏ ଗଳାରେ, କେ ଅନ୍ତ ନାଡ଼ କାଢ଼ିଣ କଣ୍ଠେ ହାର କରେ। ଏକ ମିନ କେତନ ଯେ ବହୁ ସୈନ୍ୟ ମାରି, ନିମିଷ ମାତ୍ରେ ଭକ୍ଷନ୍ତି ଦେବୀ ଶାକମ୍ଭରୀ। ଏପରି ସମ୍ବର ରାଜା ବଳ ପ୍ରମାଣ, ଘଡ଼ିକେ ବିନାଶ କଲା ସେ ମିନ କେତନ। ଭୟ ସୈନ୍ୟ ପଳାଇଲେ ସମରକୁ ଛାଡ଼ି, କୃତାନ୍ତକ ଦେବ ପ୍ରାୟ ଦିଏ ସେ ଉଧାଡ଼ି। ବ୍ୟାଘ୍ରକୁ ଦେଖି ପଳାନ୍ତି ଯେ ସନେ ଛାଗଳ, ମାର୍ଜାରୀକୁ ଦେଖି ମୂଷା ଯେ ସନେ ବିକଳ। ସଞ୍ଚାଣ ଦେଖିଣ ଯେହ୍ନେ ସ୍ୟନ ଚାଲିଯାଏ, ତେସନେ ସୈନୀ ମାନେ ପଳାନ୍ତି ଯେ ଭଏ। ଗୁଣ ଘୋଷ ମନ୍ତ୍ରୀ ଏହା ଦେଖି ଦୂରେ ଥାଇ, ରହ ରହ ବୋଲି ସୈନ୍ୟ ଓଗାଳିଲା ଯାଇ। ବୋଲେ ମୋ ଜୀବନେ ଥାନ୍ତେ ତାକୁ କର ଭୀତି, ନିଭ୍ରାନ୍ତି ହୋଇଣ ରୁହ ମୋର ପଛକତି। ଏତେ ବୋଲି ଧନୁ ଏକ ଧରି ବାମ କରେ, ରଥ ଟେକିଲା ନେଇଣ କନ୍ଦର୍ପ ଛାମୁରେ। ବୋଇଲେ ମିନ କେତନ ଏଡ଼େ ତ ଭରସା, ହୋଇଲୁ ମହାପାପୀ ତୁ ଛାଡ଼ି ଯିବ ଆଶା। ଜାଣୁନା ସମ୍ବର ରାଜା ତୋର ଉପକାରୀ, ତାର ତୁଲେ ଶତ୍ରୁ ତୁ ହି ହେଲୁ କେଉଁ ପରି। ସମ୍ବର ରାଜାର ଧନ ଭଣ୍ଡାର ସହିତେ, ଏକାବେଳ କରେ ସବୁ ସମର୍ପିଲା ତୋତେ। ତୁ ଏଡ଼େ ବିଶ୍ୱାସଘାତୀ ପଣ ଆଚରିଲୁ, ଜାଣି ଶୁଣି ଜନନୀକୁ କେମନ୍ତେ ହରିଲୁ। ଗୁରୁ ଗୌରବ ଛାଡ଼ି ଦେଲୁ ଜାତି ଲଜ୍ଜା, ଧର୍ମ କର୍ମ ଆଦି ସବୁ କଲୁ ପରିତ୍ୟଜ୍ୟା। ଆବର ବିନାଶ କରୁ ତାର ନାତି ପୁତ୍ର, ଅମାନାତ୍ୟ ସହିତରେ ମିତ୍ର ବନ୍ଧୁ ଗୋତ୍ର। ରଥ ଗଜ ଆଦି କରି ଚତୁରଙ୍ଗ ବଳ, ନାଶ କଲୁ ଅପ୍ରମିତ ସୈନୀ ସକଳ। ମାରନ୍ତେଣ ତୋତେ କିଛି ପ୍ରୟୋଜନ ନାହିଁ, ଆପଣେ ସମ୍ବର ରାଜା ଆସିଅଛି ବାହି। ଏହି କ୍ଷଣି ତାଙ୍କ ପାଶେ ନେବି ତୋତେ ଧରି, ମାଂସକୁ କାଟିବେ ତୋର ଛିନ୍ନ ଭିନ୍ନ କରି। ପାପିଷ୍ଠ ମୂର୍ଖ ତୁହିରେ କିଛି ନ ବିଚାରୁ, ମୋର ଛାମୁରେ ସୈନୀ ମାନଙ୍କୁ ତୁମାରୁ। ଏତେ ବୋଲି ଧନୁକୁ ସେ ଧରି ବାମ କରେ, ମନ୍ତ୍ରୀ ବସାଇଲେ ନେଇ ସହସ୍ରେ କଷରେ। କର୍ଣ୍ଣମୂଳ ପର୍ଯ୍ୟନ୍ତେ ଓଟାରିଣ ସର, ହୁଙ୍କାର ନାଦ କରିଣ ବିନ୍ଧେ ଧାତିକାର। ତା ଦେଖି ପାଞ୍ଚଟି ବାଣ ବିନ୍ଧି କୃଷ୍ଣ ବଳା, ଅଧବାଟୁ ସର ସବୁ ବେନି ଖଣ୍ଡ କଲା। ପୁଣି ହିଁ ମନ୍ତ୍ରୀ ପେଶିଲା 300 ବାଣ, ବାବଲ ତୀକ୍ଷ୍ଣ ମୁନା ଯେ ସାବେଳି ପ୍ରମାଣ। କତୁରୀ ଆଦି କରିଣ ବାଣ ମାନ ମାରି, ମିନ କେତନର ଅଙ୍ଗେ ବିନ୍ଧେ ଯତ୍ନ କରି। ମିନ କେତନର ତାକୁ କରି ପ୍ରତି ଅସ୍ତ୍ର, କାଟି ପକାଇଲେ ପୁଣି ସେ ବାଣ ସମସ୍ତ। ପୁନରପି ସତେ ବାଣ ଗୁଣରେ ବସାଇ, ହୁଙ୍କାର ନାଦ କରିଣ ତୁହାଇ ବିନ୍ଧଇ। ମନ୍ତ୍ରୀର ସଙ୍ଗରେ ଯେତେ ସୈନ୍ୟର ସଖା ଥିଲେ, ସେହି ସରରେ ସମସ୍ତେ ନାଶ ଗଲେ ଭଲେ। ରଥ ଗଜ ସପଦାତିକ ପ୍ରମିତ, ମିନ କେତନ ବାଣରେ ସର୍ବେ ହେଲେ ହତ। ଏସନକ କର୍ମ ଗୋଟା ଦେଖି ଦଣ୍ଡଧାରୀ, ସୈନ୍ୟଙ୍କୁ ପଛ କରିଣ ଯାଏ ଆଗ ସରି। ଅଶଙ୍କର ବାଗ ଧରି ସାରଥି ଯେ ବସି, ଝଟକ ବିଜୁଳି ପରି ମିଳେ ଆଗେ ଆସି। ବୋଲେ ରେ ମିନ କେତନ ଅଟୁ ବଡ଼ ଦୁଷ୍ଟ, ଜାଣୁ ଜାଣୁ ମହାପାପ ଅର୍ଜିଲୁ ପାପିଷ୍ଠ। ପୁତ୍ର ହୋଇ ମାତା ଠାରେ ଯେବେ କାମ ବସ, ଯଶଶ୍ରୀ ଆୟୁଷ ତାର ସବୁ ଯାଏ ନାଶ। ଏହିପରି ଉଚ୍ଚ ବାଚର ହୋଇଣ ଦୁଇ, ରେରେକାର କରି ରାଜା ପଶିଲା ଧସାଇ। 95 ସହସ୍ର ବଳ ଧନୁ ଧରି କରେ, ରଥ ଟେକେ ନେଇ ମିନ କେତନ ଛାମୁରେ।
बोले रे पापिष्ठ तोते उपरोध जे नाही सर्वदोष उपेक्षिली मायावती पाई अचलाचल संपद समर्पिली तोते तू ही दुर्विचारपण करुथिलु मोते मुहि तोते करुथिली केते पौरुष उभय कूल धर्म को करिलु विनाश जेबे दोष कलु तोते सबु देली क्षमा भंडार सहित समर्पिले रे जाणीमा तू ही मूर्खपण कलु न जाणीबा पणे बाळु तो दोष को सही पारंती सुजने तू ही से नाश करिलु एड़े कविभूति संसार सुखरे लभी बुटी अपकीर्ति तुम हर पंचभूत आत्मार कारिणी कूल को मोहर नाश कलु जानी शुणी शुण हो परीक्ष राजा भणी सुख जति इति श्री हरिवंश गोविंद कीरति मीन केतने सन बोली महाराए मारिबा पाई कि ताकू करई उपाय जानी मीन केतनता आग हुत कला रथ बाहा बोली सारथी को आज्ञा देला अर्ध आकाश रे रथ गोटी नेई टेकी स्वर्गे साधु साधु कले देवताए देखी पुणी सन्निधे करिला आणी रहुबर दक्षिण साधु साधु जे करिला संबर धन्य रे मीन केतन तोर बाप माए एतोर कुट कुमोर नाही ना उपाय ब्रह्म विद्या शिक्षा कलु रही मोर देशे विश्वास विष भरिलु मोर अवशेषे काहाकू कहबी मुहि एहा तर्जिली अज्ञात कूलशील को विश्वास जाकली मथार गभा कुसुम हेला काल सर्प संपुटरे नाश गली वंश मोर लोप केवण प्रकार शत्रु होइब विनाश एसन विचार गोटा करे हृद देश पुणी विचारे उपरोध केभे न करिबी कूल कलंक शत्रु को कपटे मारिबी एतेक विचारी बाम करे धनु धरी मीन केतन उपरे बिंधे रोष भरी मंत्र सुमरी नाराच मानंकु तियारे मीन केतन रशिर काटरे सतरे कन्नमूल परी जंते ओटारिण सर संभाळ मीन केतन बोले धातिकार गुणरु फुटिण बाण धाए अति रोषे बिजुली ज्योति पराए तेज को प्रकाशे नाराच आसीबा देखी से मीन केतन आकर्षण पेशी देला 5 गोटा बाण आकाश मार्गरे सर हेले भेटा भेटी संबर नाराच सबु पकाइले काटी देखी करी नरपति पाई अपमान पुणी 5 सहस्र बाण करई संधान कंदमूल परी जंते ओटारी से आणी कोपे कोपा नळ होई पेसे रूपमणि पुण कहूँ कहूँ गुण टंकार से करी लक्षे कोटी 1 सर बिंधे रोष भरी दिवसे पृथ्वी देवी दिशे अंधकार सर उहाड़ होइले प्रभु दिवाकर झलकई तीक्ष्ण मुना बाण कर तेज जुळु जुळा पोक परी दिशंती नाराच शस्त्रे शस्त्र बाजिबारु रण झण बाजी सिंधु लहरी पराए उठे गळ गाजी दक्षिण मीन केतन दिव्य सर मारी समस्त बाण छेदिला खंड खंड करी अनेक बाण पुणी संबर माइला मीन केतन क्षण के ताहा विनाशिला देखी प्रशंसा ताहाकू करई संबर धन्य धन्य वीर तू ही महाबलियार
ଅନେକ ଯୁଗ ପର୍ଯ୍ୟନ୍ତେ ମୁହିଁ ଦେହ ବହି ମୋର ସମଯୋଦ୍ଧା ତିନି ଭୁବନରେ ନାହିଁ। ଏକା ନାରାଚେ ତ୍ରୈଲୋକ୍ୟ ପାରେ ମୁହିଁ ଜିଣି ଗଣଗନ୍ଧର୍ବେ ଦେବଙ୍କୁ ନ କରେ ନ ଆଣି। କିନ୍ତୁ ପୂର୍ବୁ ରହିଅଛି ଏସନ ଭବିଷ୍ୟ ପରିଚାର ହସ୍ତରେ ମୁଁ ହେବି ପ୍ରାଣନାଶ। ଏସନ ମିନ କେତନେ ବୋଲଇ ନୃପତି ଶୁଣ ପରୀକ୍ଷ ରାଜନ ଉଣି ସୁକଜତି। ଏହା ଶୁଣି ଗତିପତି ମନେ କୋପ କଲେ ଏକା ବେଳେ 300 ବାଣ ଯେ ପେଶିଲେ। ରଥକୁ 25 ବାଣ ଜଳସକୁ 10 ଚାଳକୁ 22 ବତାକୁ ଯେ 25। ରଥକୁ 25 ବାଣ କଳସକୁ 10 ଚାଳକୁ 22 ବତାକୁ ଯେ 25। ଗଣ୍ଠିକୁ 20 ଲେଖା ମଣ୍ଡଳକୁ 30 ଖମ୍ବକେ 12 ବାଣ ପେଶେ ବହିରୋଷ। ବଳକୁ ଯେ 3 ଦିନ ଅଖକୁ 15 ଅତିରୋଷରେ ପେଶଇ ରୁକ୍ମିଣୀ କୁମର। ଝୁରାକୁ ନାରାଚ ପୁଣି ପେଶେ 21 ଆଡ଼ିକେ 12 ଯେ ଗରଜେ 40। ଅଶୋକେ 18 ସାରଥିକୁ 400 ଗୁଣକୁ 4 ନାରାଚ ଧନୁକୁ 11 କ୍ରୋଣା ଖମ୍ବେ 27 ବୈଠ 5 ବାଣ ସିଂହାସନେ ଆଉ ଯିବା 25 ପ୍ରମାଣ। ବିଶ୍ୱକର୍ମାରେ ନିର୍ମିତ ସମ୍ବରର ରଥ ନିମିଷକେ ଲଙ୍ଘି ପାରେ ସ୍ୱର୍ଗ ଆଦି ମର୍ତ୍ତ୍ୟ। ଅଷ୍ଟରତନେ ନିର୍ମାଣ ଅପୂର୍ବ ମଣ୍ଡଣୀ ଖଣ୍ଡ ବିଖଣ୍ଡ କରିଣ ଛିଣ୍ଡାଇଲା ପୁଣି। ଭାଙ୍ଗିଗଲା ରଥ ଗୋଟା ହୋଇ ସତେ ଚୂର ଶବଦରେ କମ୍ପମାନ ପୃଥ୍ୱୀ ଚରାଚର। ଅଶ ସହିତେ ସାରଥି ପଡ଼ି ଏକ ଠାଇଁ ଅସ୍ତ୍ରଙ୍କ ତେଜରେ କିବା ଅନଳ ଜଳଇ। ବିରଥି ହୋଇଣ ସେହି ସମ୍ବର ନୃପତି ଆରେକ ରଥ ଚଢ଼ିଣ ମିଳେ ଶୀଘ୍ର ଗତି। ଅନେକ ପ୍ରତିଜ୍ଞା ମାନ କରି ନୃପରାଣ ମନ୍ତ୍ରୀ ବସାଏ ଧନୁରେ 21 ବାଣ। କର୍ଣ୍ଣମୂଳ ପର୍ଯ୍ୟନ୍ତେ ଆଣିଣ ଟାରି କନ୍ଦର୍ପର ଉପରକୁ ବିନ୍ଧେ ରସ ଭରି। ଗର୍ଜି ଆସନ୍ତେଣ ମିନ କେତନତା ଦେଖି ଭାବଲସରେ କବାଣ ପେଶଇ ତହିଁକି। କଙ୍କ ପକ୍ଷ ତୀକ୍ଷ୍ଣ ମୁନା ମଧ୍ୟ ହେଲେ ଭେଟ ନିର୍ଘାତ ଶବଦ ଶୁଭେ ଯେନେ ରଟମଟ। ନିର୍ବାତ ଅଗ୍ନି ଯେସନେ ପୋଡ଼େ ମହାବନ ବାଣେ ବାଣ ବାଜି କରି ଦିଶଇ ତେସନ। ଦେଖି କୋପ ଭର ହୋଇ ସମ୍ବର ନୃପତି ପର୍ବତାସର ଧନୁରେ ବସାଇଲା ଧାତି। ଅଭିମନ୍ତ୍ରଣ କରିଣ ଅତି ଭକତିରେ ପେଶିଲା ସେ ବାଣ ଗୋଟି କନ୍ଦର୍ପ ଉପରେ। ନିର୍ଘାତ ଶବଦ ପ୍ରାୟ କରି ଘୋର ଧ୍ୱନି ସ୍ୱର୍ଗମର୍ତ୍ତ୍ୟ ପାତାଳକୁ ଘୋଟେ ତତ୍କ୍ଷଣି। ଦେଖି ରତିପତି ସନ୍ଦେହ ମୋଘ ଶକତି ତତ୍କ୍ଷଣେ ବାଣମାନ ହେଲା ବିନଶ୍ୟତି। ପର୍ବତଙ୍କ ପରେ ଯେନେ ହୁଏ ବଜ୍ରପାତ କମ୍ପମାନ ବସୁନ୍ଧରି ମହି ଖଣ୍ଡ 7। ଭାଙ୍ଗିଗଲେ ଗିରି ମାନେ ହୋଇ ମସି ଗୁଣ୍ଡା ଉଡ଼ିଲେ ଗଗନ ମାର୍ଗେ କରିଣ ପ୍ରଚଣ୍ଡା। ଧାତିକାରେ ପୁଣି ଧରି ଜଳଧାରା ସର କନ୍ଦର୍ପର ଉପରକୁ ବିନ୍ଧଇ ସମ୍ବର। ପବନାସର ତହିଁକି ପେଶିରତି ସାଇଁ ସମସ୍ତ ସରମାନଙ୍କୁ ଦେଲେ ସେ ଉଡ଼ାଇ। ଶୁଣି ସମ୍ବର ରାଜନ ହୋଇ ଅତି ରାଗ ପନ୍ନଗାସ୍ତ୍ରକୁ ପେଶଇ ତହୁଁ ଅତି ବେଗ। ଲହ ଲହ ଜିହ୍ୱା ସେହୁ କରିଣ ଧାମନ୍ତି ଝର ଝର ବିଷପାନ ମୁଖ ଉଦ୍ଗାରନ୍ତି। ଗରୁଡ଼ ସର ପେଷିଣ ସେମିନ କେତନ ପ୍ରତି ଅସ୍ତ୍ର ନିମିତ୍ତରେ କରଇ କ୍ଷେପଣ। ଗରୁଡ଼ ବିଷମୂରତି ଦେଖି ନାଗପାଳ ଛିନ୍ନ ଛତ୍ର ହୋଇ କରି ପଳାଇ ସକଳ। ସ୍ୱର୍ଗେ ଦେବଗଣ ଦେଖି ହୋଇଲେ ତୃପତି
ଧନ୍ୟ କାମଦେବ ବୋଲି ପ୍ରଶଂସା କରନ୍ତି। ଦେଖିକରି ସମ୍ବରର ବୁଦ୍ଧି ନ ସ୍ଫୁରିଲା, ଧନ୍ୟ ମୀନ କେତନ ତୁ ବୋଲି ପ୍ରଶଂସିଲା। ସମ୍ମୁଖ ସମରେ ରାଜା ନ ପାରିଲା ଜିଣି, ମାୟା ଯୁଦ୍ଧ ଆରମ୍ଭିଲା ଆଣି ତତକ୍ଷଣି। ବ୍ୟାଘ୍ର ଭଲ୍ଲୁକ ହସ୍ତି ଯେ ଗୟଳ କୁକୁର, ସିଂହ ଶାର୍ଦୁଳ ଶୋକ ଆବର ଶୂକର। ବ୍ୟାଘ୍ର ଭଲ୍ଲୁକ ହସ୍ତି ଯେ ଗୟଳ କୁକୁର, ସିଂହ ଶାର୍ଦୁଳ ଶୋକ ଆବର ଶୂକର। ଗୁଧ୍ର ପକ୍ଷୀ ଗୋଧିକା ଯେ ସଞ୍ଚାଣାଦି କରି, ପ୍ରଚଣ୍ଡ ମୂର୍ତ୍ତି ଧରିଣ ଧାଇଁ ରୋଷ ଭରି। ଥୋକାଏ ଦୂର ପଶିଲା ଅନଳର ଜ୍ୟୋତି, ଥୋକାଏ ଦୂରେ ସମୁଦ୍ର ମାଡ଼ିଣ ଆସନ୍ତି। ଥୋକେ ଦୂରେ ଦେଖାଯାଏ ଗହନ ବିପିନ, ଥୋକାଏ ଦୂରେ କେବଳ ଦିଶେ ରଙ୍ଗବନ। ଏ ରୂପ ମାୟା କରିଛି ସମ୍ବର ନୃପତି, କେଉଁଠାରେ ରଥମାନ ଉଡ଼ିଣ ଯାଆନ୍ତି। ଜଳନ୍ଧର ମାୟାରେ ଯେ ଦିଶେ ଅନ୍ଧକାର, ଚନ୍ଦ୍ର ସୂର୍ଯ୍ୟ ଆଦି କରି ନୁହନ୍ତି ଗୋଚର। ବହୁ କାଳର ବୃଦ୍ଧ ସେ ସମ୍ବର ନୃପତି, ବୁଦ୍ଧିମନ୍ତ ପଣେ ନାହିଁ ବଳି ତାକୁ କ୍ଷିତି। ନାନା କୋଟ କପଟ ସେ ଜାଣେ ଯୁଦ୍ଧ ସନ୍ଧି, ଉନ୍ନ ନାଭ ସୂତାରେ ସେ ମତ୍ତ ଗଜ ବାନ୍ଧି। ମାୟା ପ୍ରବଞ୍ଚନା ମାନ କନ୍ଦର୍ପେ ଦେଖାଇ, ଆପଣା ମନ୍ଦିରେ ରାଜା ପ୍ରବେଶିଲେ ଯାଇ। ରାଣୀ ମାନଙ୍କୁ ନିକଟେ ଆଣିଣ ହକାରି, ଜେନା ଜେନା ମଣି ନାତି ପୁତ୍ର ଆଦି କରି। ଦେଖିଲା କଟକ ଯାକ ପଡ଼େ ହାଲା ହୋଳି, ନିରନ୍ତର ଚୌକତିରୁ ଉଠଇ ବୋବାଳି। ନିସ୍ତବଧ ବସୁନ୍ଧରୀ ଉଲ୍କାପାତମୟେ, ସମସ୍ତଙ୍କୁ ଲାଗିଅଛି କନ୍ଦର୍ପର ଭୟେ। ବନ୍ଧୁଜନ ଦୁହିତାଏ କରନ୍ତି ରୋଦନ, କ୍ରୋଟରାନଳ ପରାଏ ଦେହେ ସର୍ବମନ। ଏସନ ସମୟେ ତହିଁ ମିଳି ମହିପାଳ, ନବର ମଧ୍ୟ ଦେଖିଲା ସର୍ବ ମଙ୍ଗଳ। ବେନି ନୟନ ଫୁଟିଣ ଅଶ୍ରୁଜଳ ବହି, ଅତି ଚିନ୍ତା ଭର ହୋଇ ନବରେ ମିଳଇ। ମାୟାବତୀ ନିକଟରେ ମିଳି ନୃପବର, ତାକୁ ଦେଖି ହୃଦୟରେ ଧଇଲା ଅନ୍ତର। ଖଣ୍ଡେ ଦୂରରୁ ରତିକି ଦେଖିଣ ବୋଇଲା, ଏହାର ହେତୁରୁ ମୋର ସର୍ବନାଶ ହେଲା। ଆଲୋତ ଯୋଗରୁ ମୋର ହେଲା ସର୍ବନାଶ, ସଂସାରେ ଅପକିରତି ଲଭିଲି ଅଯଶ। କେବଳ ଦଇ ତୁଣି ତୁ ଅଛୁ ମନଗରେ, ଏ ତୋହର ମାୟା ମୋହି ଜାଣେ ତ ନ ପାରେ। ତୁ ମୁଢ଼ା ପାପିଷ୍ଠା ଲୋଟୁ ମନ୍ଦ ଜାତି, ପୁତ୍ରକୁ ଭର୍ତ୍ତା କରିଲୁ ଏସନ କରିତି। ସବୁ ଛାଡ଼ି ତୋର ସଙ୍ଗେ ବଳାଇଲି ମନ, କାଳ ସର୍ପ ହୋଇ ମୁଖେ ଦେଲୁ ତୁ ଚୁମ୍ବନ। କର୍ମ ବିପାକ ବେଳକୁ ତୋତେ ପ୍ରତେ ଗଲି, କୂଳମୂଳ ନ ଜାଣିଣ ଏ ଦଶା ଲଭିଲି। ଦେବ କନ୍ୟା ରାଜକନ୍ୟା ମୋହର ଭାରି ଯା, ତୋହର ନିମନ୍ତେ ମୁହିଁ ସବୁ କଲି ତେଜା। ବିଶ୍ୱାସଘାତ କି ତୁହି ଅଟୁ ପାପମତି, ତୋହର ମୁଖ ଚାହିଁଲେ ନାହିଁଟି ନିଷ୍କୃତି। ସ୍ରୋତେ ଭାସି ଯାଉଥିଲୁ କୂଳରେ ଲାଗିଲୁ, ବାଟୁ ସାଉଁଟି ଆଣନ୍ତେ ଏଡ଼େ କର୍ମ କଲୁ। କ୍ଷଣେ ରଖିବାର ତୋତେ ନୁହଁ ଯୁକତି, ମାଉଁସ କାଟିଣ ବଳି ଦେବି ମୁଁ ଏ ଘାନ୍ତି। ତୋହର ଜିଅନ୍ତେ ମୋର ନାହିଁ କିଛି ଭଲ, ଏ ମୋହର ବଂଶକୁ ତୁ ହେଲୁ ଆଶ୍ରିସଲ। ତୋତେ ନାଶ କଲେ ସରିଯିବ ସବୁ ଲଜ୍ଜା, ଅପବାଦ ଭୟ କରିଥିଲି ସବୁ ତେଜା। ତୋତେ ବିନାଶିଲେ ମୋର ନାହିଁ କିଛି ପାପ, ଏତେ ବୋଲି ନ କରରେ ଧଇଲା କଚାପ। ଅଧର ପୁଷ୍ଟ କରିଣ ଧାଇଁ ନୃପମଣି, ବୋଇଲାଲୋ ମାୟାବତୀ ପକାଇବି ହାଣି। ବେଳୁ ବେଳ ପ୍ରଜ୍ୱଳିତ ଅଧିକରେ କୋପ, କ୍ରୋଧଭର ହୋଇ କରି କରେ ବହୁ ତାପ। ଅତି ଗରଜିଲା ପରି ଧାମଇ ସେ ରୋଷେ,
प्रतिज्ञा करी मिलई मायावती पासे शुण हो परीक्ष राजा भणी सुकजती अति भाग्य शुण एबे भागवत कीर्ति संबर शरीरे जेते राज कला थिला सतीर झिंगा से सबु विनष्ट होइला सरीगला धर्म सबु पाप वर्धमान गलिला त्रिपंड झाड़ देह कंपमान अधर ओष्ठ ढालुका सुखी पड़े काली बलबीर्ज तुटी गला कंपिला मौली परम माहेश्वरी से काम देव नारी झिंगा संते महाराजा हेला हत सिरी केश धरिबा पाई कि विचारन्ते मती अक्रसिबा मकर को बढ़ाए नृपति देवकी नर माने जे अंतरिक्षे थिले संबर हस्त धरिण फोपड़ाई देले उत्थान साई होइण पड़िला प्रचंडा आपणार अंगे पुणी बाजे निज खंडा झर झर शोणित जे बहई निरत बेलु बेल प्रज्वलित हुए दैत्यनाथ पुणी बैरागे राजा धातिकारे उठी केश धरिबा पाई कि धामइले उठी देखि रति उच्च स्वरे करई रोदन भूस्वामी कामदेव हे करिबा कारण एते बेले नाथ जेबे करिब निराश राक्षस दुर्मति मोते मारिब अवश्य एमंत समय युद्धे कामदेव थिला माया छाड़ते राजा को नेत्रे न देखिला विचारिला राजा अबा गला अंतपुरे एहा विचारिण सेहु बिंदेश्वर खरे बेगे सर जाई बाजे संबर देहरे सर बाजी मुंड तार पड़ी भूतल रे पुणी से 50 बाण निज करे धरी कन्नमूल परिजन्ते आनिला ओटारी मंत्र सुमरी नारा चपे से कृष्ण बला संबरपुर को नाश कर जाबोइला से पुरे बास करती जेते नर नारी स्थावर जंगम कीट पतंगाती करी रथ गज पदातिक जेते अग्रलेख महासती झिंगासरे सबु छेदी पका जाबत संपद मान तार नाश जाऊ लखे परिवारी घेनी मायावती थाऊ एते बोली नारा चक्षु पेशे अति बेगे कोटि गुण होई थाए जे आकाश मार्गे जीव जंतु आदि करी जेते तही थिले काम सरा घाते सर्वे विनाश होइले प्रचंड पवने जेन्हे झड़े पक फल तेसन संजाते सर्वे पड़ी महितल रकतरे कर दम हेला वसुंधरी जयनाद कले देवे थाई स्वर्गपुरी बाल वृद्ध तरुणादि हेले सबु क्षये चाहिले जे चौकती सबु मड़ामये अनल बाण को पुणी पेशिले तड़ती घर द्वार चाली गली सबु पोड़ी जाती लागिला जे हुतासन महाधूममये संबर नगर जाक करी देला क्षये उल्लुकापात पराए हेला समराष्ट्र सगोत्र सहित राजा हेला हत पाट 49 पवन जे बहे परखर चाहू चाहू पोड़ी गला सबु घर द्वार अजनी संभूता सेहु देवी महासती तार कोपे पुर गोटा हेला विनश्यति एसन रीति देखिण स्वर्गे सची साई एकांते बृहस्पति को पूछा से करई बोइला भोगुरु अग्नि जले पंचपुरे एथिरे तथ्य वार्ता कह मो आगरे किय बात ही कि केउ शत्रु देला धाड़ी सतर्क होई न पारी राज्य गला पोड़ी एथिर तदंत मते कहिबाक गुरु शुणिण सरु मोहर भ्रांति जे मनरु एकदम प्रतिवाक्य बदयंती बृहस्पति
ସାବଧାନ ହୋଇ ତୁମ୍ଭେ ଶୁଣ ସଚିପତି। ଅନେକ କାଳର ଏହା ପୁରାତନ ବାଣୀ, ତିନି ମନନ୍ତର କଥା ଆମ୍ଭେ ଅଛୁ ଜାଣି। ସ୍ୱର୍ଗକୁ ଲାଗିଲା ଯହୁଁ ତାରକାର ଭୟ, ତାକୁ ବଧିବାକୁ ଦେବେ ରଚିଲେ ଉପାୟ। ହର କୋପେ କାମଦେବ ଭସ୍ମ ହୋଇଥିଲା, ସେ ଆସି ରୁକ୍ମିଣୀ ଗର୍ଭେ ଜନମ ଲଭିଲା। ବାଲ୍ୟକାଳରୁ ସମ୍ବର ନେଲା ତାକୁ ହରି, ସମୁଦ୍ରକୁ ଫିଙ୍ଗି ଦେଲା ଶୋକରେ ନ ମାରି। ସାଗରେ ଯାଇଣ ସେ ହୁ ତକ୍ଷଣେ ପଡ଼ିଲା, ଆଧାର ନିମନ୍ତେ ତାକୁ ମୀନ ଗିଳି ଦେଲା। କୈବର୍ତ୍ତ ଜାଲରେ ସେ ହୋଇଲା ବନ୍ଧନ, ସମ୍ବର ନୃପତି ପାଶେ ଦେଲା ସେ ନେଇଣ। ରାଜାର ଆଜ୍ଞାରେ ମୀନ ଅନ୍ତପୁରେ ନେଲେ, ମୀନକୁ କାଟନ୍ତେ ତହୁଁ ପୁତ୍ରେକ ପାଇଲେ। ଅନେକ ଯତନେ ତାହା ପାଳିଲେ ନୃପତି, ଅନ୍ତପୁରେ ରହିଥାଏ ମାୟାବତୀ କତି। କାଳେ ପତି ପତ୍ନୀ ବେନି ହେଲେ ଏକ ମେଳ, ଜାଣିଣ କୋପ କରିଲା ସମ୍ବର ଭୂପାଳ। ପୁତ୍ରଙ୍କୁ ବୋଇଲା ୟାଙ୍କୁ ନାଶ କର ଯାଇ, ଆଗହୁଁ ମୀନ କେତନ ଥିଲେ ତା ଚିତୋଇ। 1,99 ପୁତ୍ର ସମ୍ବରର ଥିଲେ, ପ୍ରଦ୍ୟୁମ୍ନ ଶସ୍ତ୍ରାଘାତରେ ସବୁ ନାଶ ଗଲେ। ପୁତ୍ରଙ୍କ ଶୋକରେ ରାଜା ବହୁ ଯୁଦ୍ଧ କଲା, ପ୍ରଥମ ସମୟରେ ଅପଘାତ ସେ ପାଇଲା। ଜଳନ୍ଧର ମାୟା ଗୋଟା ରଚି ବୀରମଣି, ବାହୁଡ଼ି ନିଜ ମନ୍ଦିରେ ପ୍ରବେଶିଲା ପୁଣି। ମହାସତୀକୁ ଝିଙ୍ଗାସ କଲା ଅନିମିତ୍ତେ, ସତୀଙ୍କୁ ମାରିବା ପାଇଁ ନୃପତି ବସନ୍ତେ। ତାହା ଜାଣିପାରି ମୀନ କେତନ ଯେ ବୀର, ସମ୍ବରକୁ ଏକ ବାଣେ କରିଲେ ସଂହାର। ରତିର ଗର୍ଭ ଆଶ୍ବିନ ହେଲା 4 ମାସ, ଅନିରୁଦ୍ଧ କୁମର ଯେ ହୋଇବ ପ୍ରକାଶ। ଶୁଣି କୃତ୍ୟ କୃତ୍ୟ ହେଲେ ଦେବୀ ସଚିନାଥ, ପୁଷ୍ପବୃଷ୍ଟି କଲେ ମୀନ କେତନର ମାଥ। ଶୁକ ବୋଇଲେ କଷୁଣ ପରୀକ୍ଷିତ ରାଏ, ଏସନ ରୂପେ ସମ୍ବରପୁର ହେଲା କ୍ଷୟେ। ଅଷ୍ଟବକ୍ର ସମ୍ବରକୁ କରିଥିଲେ କୋପ, ଉପହାସ କଲା ବୋଲି ଦେଲେ ଅଭିଶାପ। କୋପେ କୋପାନଳ ହୋଇ ସେହି ବ୍ରହ୍ମ ଋଷି, ବୋଇଲେ କସମ ରାଜ୍ୟ ହେଉ ତୋର ଧ୍ୱଂସୀ। ତାହାଙ୍କ ବଚନ କିବା ଅନ୍ୟଥା ହୋଇବ, ଆଗହୁଁ ଭିଆଣ ଯାହା କରିଛି ଦଇବ। ଇତି ଶ୍ରୀ ହରିବଂଶ ବେଦାନ୍ତର ବିଧି, ଧର୍ମ ଅର୍ଥ କାମ ମୋକ୍ଷ ହୋଏ ଏତେ ସିଦ୍ଧି। ପବିତ୍ର ଗଙ୍ଗା ଜଳ ଏ ଅତି ପୁଣ୍ୟମୟ, ଏଥେ 26 ଅଧ୍ୟାୟ ସମାପତ ହୋଏ। ରୁକ୍ମିଣୀ ନିକଟରେ ବ୍ୟାସଙ୍କର ସ୍ୱପ୍ନ ଫଳାଫଳ କଥନ, ରତି କନ୍ଦର୍ପର ଦ୍ୱାରକାର ପ୍ରବେଶ ଓ ଅନିରୁଦ୍ଧ ଜନ୍ମ। ଇଦଂ ପ୍ରତିବାକ୍ୟ ଶୁଣ ମହାମୁନି ଭାଷୀ, ସାବଧାନ ହୋଇ ଶୁଣ ନୃପ ସୋମବଂଶୀ। ଯେତେବେଳେ ସମ୍ବରର ପୁର ହେଲା ହତ, ଜୀବଜନ୍ତୁ ମାତ୍ରେ ନାଶ ହୋଇଲେ ସମସ୍ତ। ମେଢ଼ ମଣ୍ଡପାଦି ଭାଙ୍ଗି ଚୂର୍ଣ୍ଣଭୂତ ହେଲା, କୂଳ ଲଙ୍ଘି ସିନ୍ଧୁ ଜଳ ଦେଶେ ବ୍ୟାପି ଗଲା। ଶାନ୍ତି ହେଲା ଅଗ୍ନି ଶିଖା ନ ଜଳିଲା ଆଉ, ସମରାଜ୍ୟ ଯାକେ ଜଳ ଘୋଟେ ଚାହୁଁ ଚାହୁଁ। ଜଳ ତରଙ୍ଗ ବରୁଣ ପୁରେ ଦେଲା ଧାଡ଼ି, ସେହି ଦିନରୁ ସମୁଦ୍ର ଯାଇଥିଲା ଛିଡ଼ି। ପ୍ରଦ୍ୟୁମ୍ନ ସେଠାରେ ଯହୁଁ କରେ ଲଣ ଯୋଗ, ଧରା ଉଶାସିଲା ଦେବେ ପାଇ ହବିର୍ଭାଗ। ତତକ୍ଷଣେ ଜୟ ଶଙ୍ଖ ବଜାଇ ମଦନ, ମାୟାବତୀ ପାଶେ ଯାଇ ମିଳିଲେ ବହନ। ଆସ ଦେବୀ ଆଗ ତୁମ୍ଭେ ରଥରେ ବସ, ସବଂଶ ସହ ସମ୍ବର ହୋଇଲା ବିନାଶ।
ଶୁଣି କରି ରତି ଦେବୀ ଆରୋହିଲେ ରଥ। ନିଜ ଭାରି ଯାକୁ ଘେନି ଚଳିଲା ମନ୍ମଥ। ବସନ୍ତ ନାମେ ସାରଥି ହାଦେ ରହୁବର। ପଶ୍ଚିମ ମୁଖରେ ତହୁଁ ଚଳେ ଧାତିକାର। ଥୋକାଏ ଦୂରେ ସେ ନଈରୁ ତ କୋଣେ ଗଲେ। ପାରେଶ୍ୱର ମଣ୍ଡଳରେ ପ୍ରବେଶ ହୋଇଲେ। ଦେଖିଲେ ସେଠାରେ ବିଜେ ଦେବ ଲୋକନାଥ। ପବିତ୍ର ପୁଣ୍ୟ ଭୂମି ସେ ଅତି ଶୁଦ୍ଧବନ୍ତ। ଦେଉଳରେ ପଶି ଦିଅଁ ଦର୍ଶନ କଲେ। ଏକାନ୍ତରେ ପତି ପତ୍ନୀ ସେଠାରେ ଭାଳିଲେ। ଇଷ୍ଟ ବନ୍ଧୁ ଆମ୍ଭର ତ କେହି ନାହିଁ ସଖା। ସମସ୍ତ ବିନାଶୀ ଆମ୍ଭେ ହୋଇଲୁ ଯେ ଏକା। ବିନାଶ କାଳକୁ ହେଲା ବିପରୀତ ବୁଦ୍ଧି। ଅଖଡ଼େ ନାଶ କରିଲୁ ଅଚଳା ସମୃଦ୍ଧି। ସମ୍ବର ରାଜା ଆମ୍ଭର ଅଟେ ଉପକାରୀ। ମହାପାତ କର୍ଜିଲେ ତାହାକୁ ଯେ ମାରି। ଇଷ୍ଟ ବନ୍ଧୁ କୁଟୁମ୍ବାଦି ସହୋଦ୍ର ସହିତେ। ଷଡ଼ ପରକାରେ ପିତା ଭଣୀ ଧର୍ମଶାସ୍ତ୍ରେ। ଆମ୍ଭେ ଲଙ୍ଘି ଲୁଟି ତାହା ନର ଦେହ ବହି। ଜାଣୁ ଜାଣୁ କଲେ ଆମ୍ଭେ ଏଡ଼େକ କର୍ମ ହିଁ। ଛାଡ଼ିଲୁ ଯେ ଧର୍ମ କର୍ମ ହେଲୁ ମହାପାପୀ। ଶବର ପ୍ରାୟ ପ୍ରକୃତି ଧଇଲୁ ଅଦ୍ୟାପି। ବିଶ୍ୱାସଘାତକା ସ୍ୱାମୀ ନନ୍ଦା ବ୍ରହ୍ମଘାତ। ପାପାଦି ମହାପାତକ ଅଟେ ସାକ୍ଷାତ। ଜାଣୁ ଜାଣୁ ଏଡ଼େ କର୍ମ କରିଲି ସ୍ୱହସ୍ତେ। ଆବର ଶରୀର ଧର୍ମ ସହିବ କି ମତେ। ଏ ମୋର ମହାପାତକ ଯିବ କେହ୍ନେ କ୍ଷୟେ। ଜନମୁଖେ ଅପବାଦ ପାଇଛି ନିଶ୍ଚୟେ। ଏସନ ବିଚାର ତହିଁ କରନ୍ତି ସେବେନି। ଚିତ୍ରସେନ ମୂଳେ କରେ ମାଳା ଏକ ଘେନି। ବୋଇଲା ଭୋସ୍ୱାମୀ ଶୁଣ ଏ ମୋହର ବାଣୀ। ତୋହର ତହିଁ କି ମୋତେ ପେଶ ସହସ୍ର ଯୋନି। ସମ୍ବର ମାଇଲୁ ବୋଲି କିମ୍ପା ପାଉ ତ୍ରାସ। ସେହି ମରି ନଥିଲେ ତ ପୃଥ୍ୱୀ ଜନ୍ତା ନାଶ। ପ୍ରତ୍ୟକ୍ଷେ ନାରାୟଣ ତୁ ଚତୁର୍ଦ୍ଧାବତାର। ସର୍ବଭୂତ ଆତ୍ମା ତୁ ହି ଅଟୁ ନିରାକାର। କନ୍ଦର୍ପ ନାମରେ ତୁମ୍ଭେ ବହିଅଛ ବପୁ। ଅନିମିତ୍ତ ଖେଦ ଅଗ୍ନି ହୃଦେ କିମ୍ପା ଥାପୁ। ଲକ୍ଷ୍ମୀ ଦେବୀ ଯାର ମାତା କୃଷ୍ଣ ଯାର ପିତା। ଧନୁର୍ଧର ଚୂଡ଼ାମଣି ଭବିଷ୍ୟତ ଜ୍ଞାତା। ଏଛାର ପାପକୁ ତୁମ୍ଭେ ନ କର ହେ ଭୀତି। ଦ୍ୱାରକାପୁରକୁ ଏବେ ଯାଅ ଶୀଘ୍ର ଗତି। ତୁହି ରତି ଦେବୀ ଆଗ ନ ଜାଣୁ ବାକିସ। ପୂର୍ବ କଥା ସୁମରିଣ ବୁଝ ନାରୀଶ। ମାଗ ମୋତେ କହିଛନ୍ତି ଇନ୍ଦ୍ରାଦି ବିବୁଧ। ତୋର ଗର୍ଭଜାତ ହେବ ଜାଣ ନିରୁଦ୍ଧ। ଏଣୁ ଉଶ୍ୱାସ ହୋଇବ ନିଶ୍ଚେ ବସୁନ୍ଧରୀ। ଦ୍ୱାପରେ ଚତୁର୍ଦ୍ଧା ରୂପେ ଜନ୍ମିବେ ଶ୍ରୀହରି। ବେନି ମାସ ଗର୍ଭ ତୋର ହେଲାଣି ନିକଟ। ଶାଶୁ ଶ୍ୱଶୁରଙ୍କ ପାଦେ ବେଗେ ଯାଇ ଭେଟ। ଏତେ ବୋଲି ଗନ୍ଧର୍ବ ମାଳା ଏକ ଦେଇ। ବାହୁଡ଼ିଣ ସ୍ୱର୍ଗେ ଗଲା ବିମାନ ଆରୋହୀ। ରତି କନ୍ଦର୍ପ ବେନି ଆରୋହିଣ ଯାନ। ଦ୍ୱାରକା ଭୁବନକୁ ସେ ଚଳିଲେ ବହନ। ଗନ୍ଧର୍ବ ବଚନ ମୀନ କେତନ ଯେ ଶୁଣି।
परम आनंद मन हेला तत्क्षणी शुण हो परीक्ष राजा भणी सुख जति इति श्री हरिवंश पुराणर कीर्ति एथु अनंतरे शुण राजान वाणी अंतपुरे बसिथिले भीष्मक दुल्हणी पारुसरे रहिछन्ति सर्व परिवारी चामर आलट मान धीरे धीरे करी सखी मानंकु संगरे घेनिछन्ति बसी हेमंत बेले प्रवेश व्यास महारुषि मुनि आसन्ते रुक्मिणी देवी दूरु देखी धातिकारे उठिले से आसन उपेखी करपत्र जोड़ी आगे उभा से होइले आसन पाद्य अर्घ्यादि देई पूजा कले ऋषि बोइले कमुहि होइली कृतार्थ लक्ष्मी देवींकर जेणु होइला साक्षात मागो स्थावर जंगम कीट चारि खानी एतोहर गर्भ मध्यु उद्भव ए पुणी जत्किंचिते अनुराग करु जारे माए कोटि इंद्र पद सेहु मणे तुच्छ प्राए नाम जपन्ते जाहार दुख जाए खंडी कृतांत देवता पुणी न पारई दंडी निस्तरिली चाहि तोर मुख एबे से खंडिली मोहि मरणर दुख एसन वचन व्यास बदनरु शुणी आनंदरे कृत्य कृत्य होइले रुक्मिणी बोइले भमुनि तुम्भे अट देव गुरु तुम भଳି लोक एड़े प्रशंसा करू भूत भविष्यत तू कि जाणु सर्वबुद्धि ब्रह्मवेत्ता साक्षात रे आत्मा करू बांधी वेद षड शास्त्र अष्टा दश जे पुराण 36 स्मृति पुणी नव व्याकरण अदृश्य दृश्य ते तो हुई समस्त वचन मात्र के तू ही रचिलु जगत शौच निर्मल पुरुष अटु सदा काले वेद कहिबारु वेद व्यास जे सयले अशेष विद्यारे तू ही अटु अधिकारी कवि पणे तोते केही नाही समसरी भोदेव जरात्रे देखिली मुजाहा सावधान होई शुण कहई मुताहा रात्र घड़ी एक थाउ शुक्लाम्र पुरुष निद्रा काले शयन रे हेले मोते दृश्य रथ आरोही मालाए धरी अछि करे श्वेत पद्ममालाए कलम्बिछि गଳାରେ श्वेत वस्त्र परिधान रतन भूषण श्वेत मार्ग वैदुर्य हस्तरे कंकण मंगल आरोपण रे मिली मोर आगे मागी शाली अनकु से भुंजिला कबेगे वसुदेव उग्रसेन कृष्ण कामपाल देवकी इंदुमतीये बंदाई सकल सर्वे सानंद होइण बंदाइले अर्घ्य सप्तवंश जादव जे करिले सराग रुक्मिणी देवी को मुखु ए वचन शुणी धीर करी वेद व्यास कहिले कबाणी जेवण सपन तुम्भे देखिल स्वभाव एही सपने तुम्भर हेब बहुलाभ
ସାକ୍ଷାତରେ ଲକ୍ଷ୍ମୀ ତୁ ଗୋଟୁ ରତ୍ନ ନିଧି। ସାବଧାନ ହୋଇ ଶୁଣ ସ୍ୱପ୍ନର ଯେ ବିଧି। ବେଦ ବେଦାନ୍ତରେ ପୁଣି ଅଛି ଯେଉଁ ବାଣୀ। ବଶିଷ୍ଠ ମୁଖରୁ ଆମ୍ଭେ ଅଛୁ ଯାହା ଶୁଣି। ମାଗ ପ୍ରଥମ ପ୍ରହରେ ସ୍ୱପ୍ନ ଯେବେ ଦେଖି। ଶୁଭାଶୁଭ ହୁଅଇ ଯେ ପୁରାଣେ ୟା ଲେଖି। କାଳି କଳା ବର୍ଣ୍ଣ ଯେବେ ଦେଖିବ ସପନେ। ଏ ସର୍ବ ଶୁଭ ବୋଲି ଜାଣିବ ସୁମନେ। ଏକା ଜଳ ପର୍ବତ ଆଉ ମେଘମାଳ। ଏ ତିନିଙ୍କୁ ଛାଡ଼ି ନୀଳ ବରନ ସକଳ। ଅଶୁଭଟଇ ଜାଣ ଆଗ ବରାନନେ। ମେଢ଼ ମଣ୍ଡପ ଜଗତି ଦେଖିଲେ ସପନେ। ଯକ୍ଷ ଆୟୁଷ ସିରି ଯେ ହୁଅଇ ପ୍ରାପତ। ସ୍ୱପନେ ଯେବେ ଦେଖିବ ଧବଳ ପର୍ବତ। ଚନ୍ଦନରେ ବିଲେପନ ଅଙ୍ଗେ ଶ୍ଵେତ ପୁଷ୍ପ। ସର୍ବାଙ୍ଗରେ ଆଭରଣ ଥିବ ଧଳା ବାସ। ଏସନ ସ୍ୱପ୍ନ ଯଦ୍ୟପି ଦେଖିବ ସୁଦନ୍ତୀ। ସପ୍ତଦ୍ୱୀପା ପୃଥିବୀର ହେବ ଚକ୍ରବର୍ତ୍ତୀ। ଶ୍ଵେତ ହସ୍ତି ପରେ ଦେଖି ଗଳେ ପୁଷ୍ପମାଳ। ଜମ୍ବୁଦ୍ୱୀପ ମଧ୍ୟରେ ସେ ହେବ ମହିପାଳ। ଶିରେ ଧବଳ କୁସୁମ ମଣ୍ଡିଥିବ ଯେହୁ। ସପ୍ତଦ୍ୱୀପା ପୃଥିବୀରେ ରାଜା ହେବ ସେହୁ। ହସ୍ତିର ଉପରେ ପୁଣି ଚଢ଼ିଥିବ ଯେବେ। ମୂର୍ଧା ଅଭିଷେକୀ ସେହି ହୋଇବଟି ଭବେ। ସ୍ୱପ୍ନରେ ଦେଖିବ ଯେବେ ହସ୍ତି ଦନ୍ତାଘାତ। ସମ୍ବତ୍ସର ମଧ୍ୟେ ତାର ହେବ ପୁତ୍ର ଜାତ। ସ୍ୱପ୍ନେ ହସ୍ତି ଥରେ ଯେବେ ହୋଇବ ବନ୍ଧନ। ଧନ ଧାନ୍ୟ ଲକ୍ଷ୍ମୀ ତାର ହେବ ବର୍ଦ୍ଧମାନ। ସ୍ୱପ୍ନରେ ହସ୍ତି ଯଦ୍ୟପି ପଛରେ ଗୋଡ଼ାଇ। ରଜନୀ ପାଇଲେ ନିଶ୍ଚେ ରାଜା ହେବ ସେହି। ଶ୍ଵେତ ଅଶ୍ୱ ଆରୋହୀ ଯେ ସୁଖରେ ଭ୍ରମଇ। ଦ୍ୱାଦଶ ଯୋଜନେ ସେହୁ ରଜ ପଦ ପାଇ। ସ୍ୱପ୍ନେ ବାଲୁକାଲିଙ୍ଗକୁ ଯେବେ ପୂଜୁଥିବ। ନବଯୁବା ନାରୀ ସେହୁ ନିଶ୍ଚୟ ପାଇବ। ସ୍ୱପ୍ନେ ଧବଳ ମଣ୍ଡପ ଯେବେ ଦେଖିବଟି। କୁଟୁମ୍ବ ବଢ଼ିବ ତାର ନିଶ୍ଚୟ ଜାଣିବଟି। ସ୍ୱପ୍ନେ ନାବେ ବସି ଯେହୁ ପାରି ହୁଏ ନଦୀ। ଶତ୍ରୁ କ୍ଷୟ ଯାଇ ବର୍ଦ୍ଧମାନ ହୁଏ ବୁଦ୍ଧି। ସ୍ୱପ୍ନେ ସର୍ପଦଂଶୀ ବଟି ଯେବେ ଦକ୍ଷ କର। ଅବଶ୍ୟ ସୁନା ବଳା ସେ ପାଇବ ସତର। ନଦୀ ବଢ଼ି ଯେବେ ଝଡ଼ି ପଡ଼ିବଟି ବୃକ୍ଷ। ସଂଗ୍ରାମେ ଯଶ ପ୍ରାପତ ହୋଇବ ପ୍ରତ୍ୟକ୍ଷ। ଗୋରସରେ ଅନ୍ନ ଯେବେ ଖାଇବ ସ୍ୱପନେ। ଅନ୍ନ ତାହାକୁ ମିଳଇ ଜାଣ ସବୁଦିନେ। ସ୍ୱପ୍ନେ ଗୋଦହନ ଯେହୁ କରେ ଶମ୍ଭୁଆ ଯେ। ବସନ୍ତି ରାଜସଭାରେ ମନ୍ତ୍ରୀଙ୍କର ମେଳେ। ସ୍ୱପ୍ନେ ସ୍ତ୍ରୀ ଯେବେ ଟିକି ଦେଶାନ୍ତରୀ ହେବ। ଷଡ଼ରସ ଭୋଜନ ସେ ଅବଶ୍ୟ ପାଇବ। ଦେବ ଆଳେ ହୁଏ ଯେବେ ପୁରାଣର ବାଣୀ। ଜୀବସ୍ୱରେ ଐଶ୍ୱର୍ଯ୍ୟ ଭୋଗଇ ସେ ପ୍ରାଣୀ। ସ୍ୱପ୍ନରେ ଦେଖିବ ଯେବେ ନୃତ୍ୟ ଆଦି ଗୀତ। ଅନ୍ଧ ବଧିର ସେହୁ ସେ ହୋଇବ ନିୟତ। ସ୍ୱପ୍ନେ ରକତ ବସ୍ତ୍ର ଯେ ଆଭରଣ ହୋନ୍ତି। ଶସ୍ତ୍ରାଘାତରେ ଶରୀରେ ପ୍ରଭାବ ପାଆନ୍ତି। ଗଳାରେ ମନ୍ଦାର ମାଳା ହସ୍ତେ ଲୁହା ବାଡ଼ି।
दक्षिण दिगे गमई मईसी पिठी चढ़ी एसन संजात जेबे देखी सपने अकाल मरण सेहु लभे किछि दिने गध बाहन रे जेहु पश्चिमे गमंती शत्रुर हस्तरे सेहु छेदन पांती शृगाल बाहन जेहु देखई सपने राजदंड जोग सेहु पाए 5 दिने स्वप्नरे आगरे जार उड़ई सागुणा लक्ष्मी तुटई ताहार आयु हुए उणा स्वप्ने नमस्कार जेबे करी गुरुजन राज्य विजोग ताहाकु पड़ई से दिन काक कुंभाटुआदि स्वप्ने रटियाग कला वस्त्र पिंधि तैल जर जर अंग गध मार्जारी गोड़ाई रटंती जा संगे निश्चय शुभ तार घटे नाना रंगे भारी जा वियोग हुए पुणी स्थान भ्रष्ट एहु हानि हुए पुणी पड़े पुत्र कष्ट स्वप्न रे शोणित जेबे सुखे पान करी रक्तस्राव व्याधि होई निश्चय से मरी मद मांस सपन रे जे करे भोजन मृत शव दहन जे करे शमशान स्वप्न रे व्याघ्र सरप बेढ़ंती आसीण नहिले रकत जळे जे हुए पतन एपरी स्वप्न यद्यपि देखिबटी पुणी अवश्य उपाय मान घटइत क्षणी स्वप्न रे नाव भासई यद्यपि सलीळे मत्स्य कच्छप धरिण गिळु थांती बळे एपरी स्वप्न जेउ प्राणी हादे देखी कार्य सिद्धि हुए तार पुराण रे लेखी देव यात्रा तीर्थ यात्रा स्वप्ने जे देखंती पितृश्राद्धे ब्राह्मण जे भोजन दियंती सब्र मंगल ताहार हुई निश्चित सत्य सत्य एही कथा नाहिटी संदेह जाहार छामुरे स्वप्ने बाजे वीरतुर अवश्यक न ताहार हुई बधीर मला लोकंक संगरे स्वप्ने जार गोष्ठी जाबतीय शुभ कर्म तार हुए नष्टि स्वप्ने रत्न आभरण जे प्राणी हुअंती देहरे क्लेश अनेक काल जाए पांती मंडणी घोड़ा उपरे स्वप्न ने जे चढ़ी अवश्य बंदी घरे से बंधन रे पड़ी स्वप्न रे देखई जेहु सड़र से भोग अवश्य शरीरे तार हुए जोर रोग स्वप्न रे घर पोड़ी जे देखंती जे नर कुष्ठ व्याधि सर्वांगरे हुई ताहार नीच जन आचरण स्वप्ने जे करंती ग्रह पीड़ा उपद्रव अवश्य लभंती मेषारूढ़ रजनी रे देखे जे सपने ब्रज विघाते ताहार घटे 8 दिने हस्ते श्वेत पद्मसन कलश जे देखी मन वांछा सिद्ध तार हुए चंद्रमुखी कहन्तेण न सरई स्वपन व्यवहार वेद शास्त्र विहित जे अपारु अपार बात पित्त व्याधि जार प्रबल हुई
ସପନ ଦେଖିଲେ ସେହୁ ବିଫଳ ଘଟଇ। ରତି ଶ୍ରାନ୍ତେ ପଥ ଶ୍ରାନ୍ତେ ନିଦ୍ରିତ ଯେ ଥିବ, ତହିଁରେ ସ୍ୱପ୍ନ ଦେଖିଲେ କିଛି ନାହିଁ ଲାଭ। ବସ୍ତ୍ର ଫିଟିଥିବ ଯେବେ ଫିଟିଥିବ ବାଳ, ଉତାନ ସାଇରେ ତୁଣ୍ଡୁ ଗଳୁଥିବ ଲାଳ। ଏସନ ସଞ୍ଜାତେ ଯେବେ ଦେଖିବ ସପନ, ଭଲ ମନ୍ଦ ବିବର୍ଜିତ ନାହିଁ ପାପ ପୁଣ୍ୟ। ମଦନାରତେ ନିଦ୍ରିତ ଭର୍ତ୍ତା ଥିବ କୋଳ, ତହିଁ ସପନ ଦେଖିଲେ ନାହିଁ ଫଳାଫଳ। କ୍ଷୁଧା ତୃଷ୍ଣା ନିଦ୍ରାରେ ଯେ ହୋଇଥିବ କ୍ଳାନ୍ତି, ନିଶ୍ଚୟ ସେ ସ୍ୱପ୍ନ ଦେଖିଲେ ନାହିଁ ଫଳଶ୍ରୁତି। ସ୍ୱପ୍ନ ଦେଖିଣ ସଚେତେ ଉଠିଣ ବସିବ, ପିନ୍ଧିଲା ବସନ ଗୋଟି ପାଲଟି ରଖିବ। ଆନ ବସନ ଗୋଟିଏ ପିନ୍ଧିବ ସଜାଇ, ସ୍ୱପ୍ନ ବିଷୟ ଭାବିବ ସୂଚିବନ୍ତ ହୋଇ। ବାଳ ଆଣ୍ଟରେ ବାନ୍ଧିବ ପୋଛି ବସ୍ତ୍ର କାଏ, ଉଜାଗର ହୋଇବ ଯେ ରାତ୍ର ଶେଷ ଯାଏ। ମଳମୂତ୍ର ଶଙ୍କା ଗୋଟି ନଥିବ ହୃଦୟରେ, ସ୍ଥାନ ଛଡ଼ା ନ ହୋଇଣ ଶୋଇ ଶଯ୍ୟା ପରେ। ବସି ସେଜରେ କଦାପି ନ କରି ଶୟନ, ଆନ ବସନ ପାତିଣ ହେବ ଏକ ମନ। ରଜନୀ ପ୍ରଭାତ କାଳୁ ନିତ୍ୟ କର୍ମ ସାରି, ଦେବତା ଛାମୁରେ ସବୁ କହିବି ବିସ୍ତାରି। ନୋହିଲେ ଦେଖି ପଣ୍ଡିତ ସୁବିଜ୍ଞ ବ୍ରାହ୍ମଣ, ତାଙ୍କ ଛାମୁରେ କହିବ ସ୍ୱପ୍ନ କଥା ମାନ। ନୋହିଲେ ଯାଇଣ ଜଳ ଭିତରେଣ ପଶି, ସୂଚିମନ୍ତ ହୋଇ ସ୍ୱପ୍ନ କଥା ମାନ ଘୋଷି। ଏପରି ଅଟଇ ମାଗ ସ୍ୱପନର ବିଧି, ତେବେ ଯାଇ ହୁଏ ତାର ନିଶ୍ଚୟ କାର୍ଯ୍ୟ ସିଦ୍ଧି। ଅଶୁଭ ସ୍ୱପ୍ନ ଦେଖିଲେ ଉଠି ନିଦ୍ରା ଯିବ, ଯେତେକ କଥା ଦେଖିବ ସବୁ ପାସରିବ। ଅଥବା ମନରେ ଥାଉ କିଅବା ନଥାଉ, ସେ କଥା ମନ ଗୋଟି ନ ଦେବେଟି ଯେ ଆଉ। ଆତ୍ମାରେ ଚିନ୍ତିବ ମଧୁସୂଦନ ଦେବଙ୍କୁ, ସ୍ୱପନରେ ବାଧା ନ ଲାଗିବଟି ତାହାକୁ। ଶୁଭ ସ୍ୱପନ ଦେଖିଲେ ତୁମ୍ଭେ ଆଗ ମାଏ, ଏ ତୋହର ଗ୍ରହରିଷ୍ଟ ଗଲା ସବୁ କ୍ଷୟେ। ଆବର କଥାଏ ମତେ ହୋଇଲା କଦୃଶ୍ୟ, ଶୁଣିଲେ ହୋଇବୁ ତୁହି ଅନେକ ସନ୍ତୋଷ। ତୋହର ପୁତ୍ରକୁ ମାଗୋ ସମ୍ବର ହରିଲା, ମାଟି ମଞ୍ଜୁ ସାରେ ଭରି ଜଳରେ ଫିଙ୍ଗିଲା। ଆଧାର ମଣିଣ ମିନଗିଲେ ତାକୁ ଧରି, କୈବର୍ତ୍ତ ଜାଲେ ପଡ଼ନ୍ତେ ଆଣିଲା ସେ ଧରି। ଭେଟି କରିଲା ନେଇଣ ସମ୍ବର ରାଜାକୁ, ରାନ୍ଧିବା ପାଇଁ କି ତାହା ଦେଲା ସେ ରାଣୀକୁ। ମାୟାବତୀ ରାଣୀ ନେଇ ତାହାକୁ କାଟନ୍ତେ, ପୁତ୍ର ଏକ ପାଇଲେ କତହୁଁ ଅକସ୍ମାତେ। ଦିନକୁ ଦିନ ବଢ଼ିଲା ତୋହର ନନ୍ଦନ, ପୂର୍ବ ହେତୁ କରାଇଣ ଦେଲା ସୁମରଣ। ରତି କାମ ଦେବ ବେନି ହେଲେ ଏକ ସଙ୍ଗ, ଦେଖି ପଡ଼ି ହାରି ମାନେ ପାଇଲେ ବୈରାଗ। ରତି କନ୍ଦର୍ପର କଥା କହି ରାଜା ଆଗେ, ରାଜା ଶୁଣି ଆଜ୍ଞା ଦେଲେ ତହୁଁ ଅତି ରାଗେ। ପୁତ୍ରକୁ ବୋଇଲା ମୀନ କେତନ କୁମାର, ପାତ୍ର ମନ୍ତ୍ରୀ ବେଢ଼ି କରି କରିଲେ ସମର। ପରିଘାଇ ସମର ସେ କରିଲେ ବହୁତ, ଶେଷେ ତୋର ପୁତ୍ର करे ହେଲେ ସବୁ ହତ। ଜନ ପ୍ରଜା ଆଦି କରି ଜଣେ ନ ରହିଲେ,
ସମ୍ବରର ଘର ଦ୍ୱାର ସବୁ ପୋଡ଼ିଦେଲେ। ମନ ମଥରତି ତହୁଁ ଦିବ୍ୟ ରଥେ ବସି ଏକ୍ଷଣି ପ୍ରବେଶ ସେହୁ ହୋଇବେ କଆସି। ବ୍ୟାସଙ୍କର ବଦନରୁ ଶୁଣି ଏହି ବାଣୀ ପରମ ସାନନ୍ଦ ହେଲେ ତହୁଁ ସେ ରୁକ୍ମିଣୀ। ରୁକ୍ମିଣୀ ସଙ୍ଗରେ ଯେତେ ପରିବାରି ଥିଲେ ଯେଝା ଅନୁରୂପେ ସର୍ବେ ଆନନ୍ଦିତ ହେଲେ। ପରମ ସାନନ୍ଦ ହୋଇ ସମସ୍ତ କାମିନୀ ସ୍ତୁତି କରିଲେ ବ୍ୟାସଙ୍କ ଚରଣରେ ପୁଣି। ଏମନ୍ତ ସମୟେ ବାମ ନୟନ ସ୍ଫୁରିଲା ଅକସ୍ମାତ ଶଙ୍ଖ ଚିଲ ଆଗେ ଦେଖାଦେଲା। ଅଦ୍ଭୁତେ ଶୁଭିଲା ଶଙ୍ଖ ମଙ୍ଗଳ ମହୁରୀ। ସୂର୍ଯ୍ୟଦେବ ବିକାଶିଲେ ତେଜ ପୁଞ୍ଜ ଧରି। ସ୍ତୁତି କଲ୍ୟାଣ ଶବଦ ଶୁଭେ ବେଦ ଧ୍ୱନି। ବୃହତ ସାମ ଗାୟନ କଲେ ବ୍ୟାସ ମୁନି। ଏକାଳେ ମୀନକେତନ ପ୍ରବେଶିଲେ ଯାଇ ଗଗନ ମାର୍ଗରୁ ରଥ ଧୀରେ ଧୀରେ ବାହି। ଚନ୍ଦ୍ରମଣ୍ଡଳ ପରାଏ ଦିଶଇ ସେ ଯାନ ଶୂନ୍ୟ ଖସି ଦ୍ୱାରକାକୁ କରଇ ଗମନ। ମୀନକେତନ କହିଲେ ସାରଥି କି ଚାହିଁ ରୁକ୍ମିଣୀ ଦେବୀ ମନ୍ଦିରେ ନିୟ ରଥ ବାହି। ଶୁଣିନ ସାରଥି ବେଗେ ଅଶଙ୍କୁ ଆଉଁସି ନକ୍ଷତ୍ର ଛାଡ଼ିଲା ପ୍ରାୟ ରଥ ପଡ଼େ ଖସି। ସୁବର୍ଣ୍ଣ ଘଣ୍ଟ ଘାଗୁଡ଼ି ବାଜେ ଋଣ ଝୁଣ ତେଜ ବିକାଶଇ ଯେହ୍ନେ ଆଦିତ୍ୟ କିରଣ। ଗଗନ ମାର୍ଗରୁ ରଥ ଆସି ଭୂମି ଭୋଗେ ପ୍ରବେଶ ହୋଇଲେ ଯାଇ ରୁକ୍ମିଣୀଙ୍କ ଆଗେ। ସର୍ବେ ଚାହିଁଛନ୍ତି ମନେ ମଣି ଚମତ୍କାର ମାତାଙ୍କ ପାଶରେ ଯାଇ ମିଳିଲା କୁମର। ରୁକ୍ମିଣୀ ମୁଖକୁ ଚାହିଁ ବ୍ୟାସ ତପୋବନ୍ତ ବୋଇଲେ ସ୍ୱପ୍ନର କଥା ଦେଖ ହେଲା ସତ। ଏହି ଅଟେ ତୁମ୍ଭ ନିଜ କୁମର ମନ୍ମଥ ଗୁପତରେ ଥିଲା ଆସି ହେଲା ଉପରତ। ଏହାର ପାରୁଷେ ଅଛି ଯେଉଁ ମହାସତୀ ସେ ତୁମ୍ଭର କୁଳବଧୂ ନାମ ଅଟେ ରତି। ତିନି ମନୁ ପରିଜନ୍ତେ କଲା ଘୋର ତପ ଏହାର ଉପାୟ ବଳେ ବର୍ତ୍ତିଲା କନ୍ଦର୍ପ। ଆବରୟା ଗର୍ଭଜାତ ନିରୁଦ୍ଧ ହେବ ଦ୍ୱାପରେ ଚତୁର୍ଥା ରୂପ ଧରିବେ ମାଧବ। ଶୁଣିନ ରୁକ୍ମିଣୀ ଦେବୀ ହେଲେ କୃତକୃତ୍ୟ ଆନନ୍ଦେ ଅଶ୍ରୁ ଗଳଇ ପୁଲକଇ ନେତ୍ର। ଉଲ୍ଲସିତ ରମାବଳୀ କଣ୍ଠ ଗଦ ଗଦ ଅତି ହରସରେ ମୁଖୁ ନ ଆସଇ ପଦ। ଇଦଂ ପ୍ରତି ବାକ୍ୟ ନୃପେ ସୁକ ମୁନି କହି ସାବଧାନ ହୋଇ ଶୁଣ କୃତ୍ୟ ପୁଣ୍ୟ ଦେହି। ରତି କାମ ଦେବର ତୁ ଓହ୍ଲାଇଣ ବେଗେ ପ୍ରବେଶ ହୋଇଲେ ଯାଇ ରୁକ୍ମିଣୀର ଆଗେ। ବ୍ୟାସଙ୍କ ପାଦରେ ଆଗ ନମସ୍କାର କଲେ ଷଡ଼ାର୍ଘ୍ୟରେ ପୂଜା କରି ଅନେକ ବନ୍ଦିଲେ। ତଦନ୍ତେ ରୁକ୍ମିଣୀ ପାଦେ ଓଳଗିଲେ ଆସି ଚରଣରୁ ଧୂଳି ନେଇ ମସ୍ତକେ ନିବେଶି। ପୁତ୍ର ପୁତ୍ର ବଧୂ ଦେଖି ହରସେ ରୁକ୍ମିଣୀ କଲ୍ୟାଣ କରନ୍ତି ମନେ ପୂର୍ବ କଥା ଗୁଣି। ରୁକ୍ମିଣୀଙ୍କ ସଙ୍ଗେ ଯେତେ ପରିବାରି ଥିଲେ ଯେଝା ଅନୁରୂପେ ତାଙ୍କୁ ସର୍ବେ ମାନ୍ୟ କଲେ। ଆନନ୍ଦ ହୋଇଲେ ଦେଖି ସକଳ କାମିନୀ ସ୍ୱସ୍ତି କଲ୍ୟାଣ କରନ୍ତି ବ୍ୟାସ ମହାମୁନି। ସୁଲଳିତ ବାକ୍ୟରେ ସେ କଲେ ଜୟ ଜୟ ଦ୍ୱାରକା ଭୁବନେ ହେଲେ ପ୍ରଦ୍ୟୁମ୍ନ ଉଦୟ। ରୁକ୍ମିଣୀ ଦେବୀ ହରସ କହିତ କେ ପାରି ଆନନ୍ଦ ଉତ୍କଣ୍ଠ ମନା ହେଲେ ସେ ଚତୁରୀ। ଦରିଦ୍ରକୁ ପ୍ରାପ୍ତ କିବା ହେଲେ କୋଟି ଧନ କୋଟି ଜନ୍ମର ଅନ୍ଧ କି ପାଇଲା ଲୋଚନ। ବୁଭୁକ୍ଷିତେ ଷଡ଼ରସ ଭୋଜନ କି ମିଳି ପୁତ୍ରବଧୂ କୋଳେ ଧରି ଭୀଷ୍ମଙ୍କ ଦୁଲାଳି। ଦେବକୀ ଆଦି କରିଣ ପାଇ ସେ ବାରତା ଧାମନ୍ତି ଦେଖିବା ପାଇଁ ହୋଇ ଉତ୍କଣ୍ଠିତା। ରାମକୃଷ୍ଣ ଆଗେ ଦୂତ ବାରତା କହିଲେ ଭୋ ଦେବରତି କନ୍ଦର୍ପ ଦ୍ୱାରକା ଅଇଲେ।
रुक्मिणी छामुरे आसी होइले प्रवेश शुणी सानंद जे बलदेव तृषिकेश अनाधृष्ट उग्रसेन सात्यकीय क्रूर उद्धव जे शक्राजित कृप ब्रह्मा वीर सात वंश जादव जे 84 बल जे जा अनुरूपे सज होइले सकल मीन केतन समीपे जाई सर्वे मिली सुललित महुरी जे शुभे हुलहुली रति सहित रे मीन केतन कुमार हरि बल राम पादे करी नमस्कार वसुदेव उग्रसेन जदु बल जेते जणे जणे मान्य विधि कले जे झामते द्वारकापुर रे जेते थिले नर नारी बारता पाई सानंद हेले जे जाहारी कृष्णर आगरे कही कोमलर बाणी बोलती अइले तब पुत्र चूड़ामणि एबे ए द्वारकापुरे पाइबटी शोभा धीति नारायण तब पुत्र नवजुबा समय संबर राजा नेइथिला धरी केवण प्रकारे तही अइले उधूरी केहू बोलती आंभे जे पाइले बारता संबरपुर जाक गो कले भस्मभूता केहू बोलती ए जगबंदन पुरुष पृथ्वी भारा भर एही करिब विनाश श्रीकृष्ण चंद्र जा पिता लक्ष्मी जार माता कुमार चूड़ामणि जे कोटि पृथ्वी जीता एते बोली जदु गणे प्रशंसा करी अंतपुर मध्य जाई देखंती जे झारी देवकी इंदुमती जे सुभद्रा रुक्मिणी सकल कामिनी माने मिली अर्घ्य घेनी पंचरतन पुराई सुबर्ण थाली रे हर से अर्घ्य देण बंदाइले सिरे धूप दीप नैवेद्य पुराई तंडूल कदली बृंदाहुल जे नटिकार फल मृद मदर कस्तूरी सर्वांगरे लेपी पूर्ण कुंभरे श्रीफल चूड़ा ताल थापी द्वारे सुबर्ण बेदीरे रंभा तरुपोती मेला काठे लंबाइण क्रोणा गजमोती हाट बाट पहरिण पिची कामाइले तले सुकल बसन पाएड़ पाड़िले सोनमय द्वारकारे करिले उत्सव कोटि 1200 ताकू अटे असंभव आदित्य सोम मंगल बृहस्पति करी आस्थान को आवरीण रहिले जे झारी नाना छंदरे बाजणा बाजे अप्रमित टळमळ वसुंधरा मही खंड सात एसन वार्ता सर्गरे पाई शस्त्र जोनी ऐरावत कुआरोही विजये तक्षणी 84 कोटि विद्याधर संगे धरी रवि सोम बृहस्पति बुध आदि करी शुक्र शनिश्चर राहु चंद्र केतु मूले दिगपाल देवताए अछंती सकले किन्नरी अष्टव सुजे आउ विश्वदेवा जम कुबेर नैऋत आदि वृद्ध श्रवा सनक सनातन जे नारद महर्षि गौतम भरद्वाज विश्वामित्र ऋषि पवन वैश्वानर भार्गव जति रंगरस अगस्ती जे आबर पौलस्ती मरीचि अष्टवक्रांति सायंतनु मुनि सत पौराणिक विभा कांड आदि घेनी कपिल कालंजन जे दुर्वासा महर्षि जैमिनी वशिष्ठ वै संपायन ऋषि वाल्मीकि हृदधल बाल ब्रह्मचारी समस्ते ऋषि माने जे ओइले जे झारी देव ऋषि राज ऋषि आउ ब्रह्म ऋषि समगायन करिण मिलिले कआसी कुशवटु पुरे वार्ता पाई वेदपति हंसारूढ़ होई सेहु मिली शीघ्र गति वार्ता पाई रुद्रगण होइले सतरे अनेक ब्रह्म ऋषि अछंती संगरे अनंत कोटि वैष्णवी अशेष चामुंडा द्वारकापुरे मिलिले आसी उग्र चंडा सर्प अनुकूले मान्य कले देवराये सुधर्मा सभारु बळी सभा गोटा किए मीन केतनर रूप देखिबा विचारी द्वारका भुवने आसी सर्वे विजय करी अपूर्व रूप देखिन तही हेले तोषी लावण्य गुण निधि जे अटे रूप राशि प्रत्युषरे काम देव जही परकाश रूप देखिबा मात्र के सर्वे हेले बस ब्रह्माए बोइले देव शुण हृषिकेशी पुत्रर नामकरण एबे हो दियसी जन्म होइबा मात्र के संबर हरिला संबर को
ସମରରେ ହୁନାଶ କଲା। ଭୋଦେବ ଶାସ୍ତ୍ର ପ୍ରମାଣେ ସନକ ଅଛି। ବିଚାରି ନାମକରଣ ଦିଅ ଏବେ ବାଛି। ବ୍ରହ୍ମା ବାକ୍ୟରେ ବୋଲନ୍ତି ଶ୍ରୀମତୀ ରମଣ। ବିଚାରି ନାମକରଣ ଦିଅ ହେ ଆପଣ। ଏମନ୍ତ ବିଚାରି ଆରୋହଣ କଲେ ଦୋଳି। ଶ୍ରୀକରେ ପଞ୍ଚାଇ ବଳଦେବ ବନମାଳି। ବ୍ରହ୍ମାରୁଦ୍ର ସହିତରେ ଗନ୍ଧର୍ବ ବାସବ। ବେନି ଧାଡ଼ି ପଟୁଆରେ ଉଭା ହୋଇ ସର୍ବ। ସଚି ଆଦି ସହିତରେ ଗନ୍ଧର୍ବ ନାରୀ। ଅର୍ଘ୍ୟ ଘେନିଣ ହସ୍ତରେ ସକଳେ ଉଭାରି। ଦେବକୀ ଇନ୍ଦୁମତୀ ଯେ ସୁଭଦ୍ରା ରୁକ୍ମିଣୀ। ଶ୍ରୀକୃଷ୍ଣଙ୍କ ମନୋହାରୀ ଯାଦବ କାମିନୀ। ଦେବାଙ୍ଗ ବସନ ପିନ୍ଧି ଅର୍ଘ୍ୟ ଘେନି କରେ। ଆନନ୍ଦେ ଉଭା ହୋଇଲେ ହାନ୍ଦୋଳା ପାଖରେ। ଦେବ ଦୁନ୍ଦୁଭି ବାଇଦ ବାଜେ ଶଙ୍ଖ ଧ୍ୱନି। ସାମଦେବକୁ ପଢ଼ନ୍ତି ମିଳି ସର୍ବମୁନି। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଜ୍ୟେଷ୍ଠା ନକ୍ଷତ୍ରର। ଆବର ଅଟଇ ସେହି ଦିନ ଚନ୍ଦ୍ରବାର। କୌସ୍ତୁଭ ନାମେ କରଣ ଇନ୍ଦ୍ର ନାମେ ଯୋଗ। ମିଥୁନକୁ ପଞ୍ଚବିଂଶ ଦିନ ପୁଣି ଭୋଗ। ରାତ୍ର ପ୍ରଥମ ଦଣ୍ଡରେ ଅସ୍ତ ସନ୍ଧ୍ୟା ବେଳେ। କେଉଁ ନାମ ଦେବା ବୋଲି ଭାଳନ୍ତି ସକଳେ। ବ୍ରହ୍ମା ବୋଇଲେ ପଦ୍ମିନୀ ଗର୍ଭୁ ହେଲା ଜାତ। ପଦ୍ମ ନ ବୋଲିଣ ନାମ ହୋଇବ ବିଖ୍ୟାତ। ହସ୍ତେ ପଦ୍ମ ପାଦେ ପଦ୍ମ ପୁରୁଷ ଉତ୍ତମ। ସର୍ବମନୁଜାତ ହୋଇ ମନସିଜ ନାମ। ଏ ପୁତ୍ରର ଅଙ୍ଗ ଯେଣୁ ବ୍ରହ୍ମା ବିଷ୍ଣୁ ଶିବ। ଦେବଗଣ ମଧ୍ୟ ଇଷ୍ଟ ନାମ କାମଦେବ। ଚରାଚର ପ୍ରାଣୀଙ୍କର ଦର୍ପ ହରେହା। କନ୍ଦର୍ପ ବୋଲିଣ ନାମ ହେବ ତେଣୁ ଲେଖା। ସମସ୍ତଙ୍କ ମନ ମନ୍ଥି ପାରେ ହୁସୁତ। ତେଣୁ ଯେ ଏହାର ନାମ ହୋଇବ ମନ୍ମଥ। ଏତେ କହି ହଂସାରୂଢ଼େ ବିଧାତା ଚଳିଲେ। ଦେବଦେବୀ ମାନେ ତହୁଁ ନିଜ ପୁର ଗଲେ। ବସୁଦେବ ଉଗ୍ରସେନ ପଦ୍ମନକୁ ଘେନି। ଭିତରକୁ ବିଜେ କଲେ ଆନନ୍ଦିତ ପୁଣି। करे अर्घ्य थाली घेनी सकल नारीए। पद्मन शिरे बांधिण करती उत्साहे। सुललित हुलहुली देई गीत गाई। द्वारकापुरे भितरे उत्सव बहुत। सुक मुनि बोइले हे शुण महाराए। भागवत पुराण ए अति पुण्यमय। नित्य कर्म शेष करी नाम नर हरि। पद्मनकु संगे घेनी मण हिसे करी। वसुदेव उग्रसेन बलराम तुले। उद्धव अनादृष्ट से सात्यकीर मेले। समस्ते षडरसकु भुंजित समन। आनंदे उत्सव मान करती से पूर्ण। उभय कुल मंडणी कामर घरणी। परमा सुंदरी से हो जुबा सुलक्षणी। तिनि मनुर अंतरे पाई निज पति। निमिषेक ज्ञान करे से दिवस राति। आगरु बेनी मासता होइछि उदर। दिनु दिनु वर्धमान होए कलेवर। गर्भवास स्त्रींकर जेने पूर्व विधि। मासकु मास उत्सव करती जे सिद्धि। क्रमे क्रमे 10 मास हुअन्ते संपूर्ण। महेन्द्र जोगरे अनिरुद्ध हेले जन्म। मकर मास शुक्ल पक्ष अर्कबार। द्विजा नामरे नक्षत्र अटे से दिनर। मकर आदित्य पूर्णमे से छंती मिशी। चौग्रह जोग हेउछि एकठावे बसी। बेल 5 दंडे स्मृत कुंभ लग्ने जात। कोष्ठ काटिले गार्गव नामे पुरोहित। पद्मनर भारी जाजे रति सौभागी। कृष्ण बलराम सह सर्वे थिले जागी। देवकी इंदुमती जे रुक्मिणी सुंदरी। सुभद्रा सहित जेते कृष्ण मनोहारी। जादव कुल बधुए अंतुड़ी सजाड़ी। विधि मते कुलाचारे पदार्थ कुबाड़ी। चतुर्धा अवतार ए पद्मन कुमार। दिनु दिन वर्धमान हुए ता शरीर। 21 दिने नामकरण करिले। दुर्वासा महर्षि अनिरुद्ध नाम देले। अंतपुरर भितरे बढ़े पुत्रमणि। शुण परीक्षित राजा भणी सुक मुनि। जय तु दिन कर हे प्रभु निरंजन। अशेष कोटि ब्रह्मांडे पूरी किरण। सकल प्राणी मानक अटु मोक्ष दानी। निहंता विहंता नाथ करु लोभ हानि। ए महाघोर संसार अटे अगोचर। अच्युत दास कुनाथ करिबा उद्धार।